ରେ ସଦା ପ୍ରଭୁଙ୍କର ଗାନ କରି ତାହାଙ୍କ ଛାମୁକୁ ଆସ। ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଏହା ତୁମ୍ଭେମାନେ ଜ୍ଞାତ ହୁଅ। ସେ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି, ଆମ୍ଭେମାନେ ତାହାଙ୍କର ଅଟୁ। ଆମ୍ଭେମାନେ ତାହାଙ୍କର ଲୋକ ଓ ତାହାଙ୍କ ଚରାସ୍ଥାନର ବେଶ। ଧନ୍ୟବାଦ କରୁ କରୁ ତାହାଙ୍କ ଦ୍ୱାରରେ ଓ ପ୍ରଶଂସା କରୁ କରୁ ତାହାଙ୍କ ପ୍ରାଙ୍ଗଣରେ ପ୍ରବେଶ କର। ତାହାଙ୍କର ସ୍ତବ କର ଓ ତାହାଙ୍କ ନାମର ଗୁଣାନୁବାଦ କର। କାରଣ ସଦାପ୍ରଭୁ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ, ଆଉ ତାହାଙ୍କର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ଥାଏ। ପ୍ରଭୁ ଏ ପଠିତ ବାକ୍ୟରେ ପୁଣି ଶ୍ରବଣରେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ମୁଁ ପଦେ ପ୍ରାର୍ଥନା କରିବି, ତାପରେ ଆମେ ଆଗକୁ ବଢିବା। ଅନୁଗ୍ରହକାରୀ ପରମେଶ୍ୱର ପ୍ରିୟ ପ୍ରଭୁ, ତୁମ ନାମକୁ ଧନ୍ୟବାଦ ଦଉଛୁ, ତୁମର ଗୌରବ କରୁଛୁ, ପ୍ରଶଂସା କରୁଛୁ। ପ୍ରିୟ ପ୍ରଭୁ, ରାତ୍ରିର ସମସ୍ତ ଅମଙ୍ଗଳତାରୁ, ମୃତ୍ୟୁ ବିନାଶରୁ ତୁମେ ଆମମାନଙ୍କୁ ଉଦ୍ଧାର କରି ଆଣିଲ। ଆମମାନଙ୍କ ଜୀବନରେ ଆଉ ଏକ ଦିନ ଆମମାନଙ୍କ ଜୀବନରେ ଯୋଡ଼ିଦେଲ, ସେଥିପାଇଁ ଧନ୍ୟବାଦ ଦଉଛୁ। ପ୍ରିୟ ପ୍ରଭୁ, ଦିନର ଆରମ୍ଭରୁ ଏ ପ୍ରାତଃ ସମୟରେ ତୁମର ମହିମା କରିବା ପାଇଁ, ତୁମର ସେବା କରିବା ପାଇଁ ମାନେ ଏକତ୍ରିତ ହେଇଛୁ। ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ପ୍ରିୟ ପ୍ରଭୁ, ଧନ୍ୟବାଦ ଦଉଛୁ ତୁମ ଚରଣ ତଳେ ବସି ତୁମର ଗୌରବ କରିବା ପାଇଁ ଆମମାନେ ବସିଅଛୁ। ପ୍ରଭୁ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ଦୟାମୟ ସ୍ୱର୍ଗସ୍ଥ ପିତା, ନିବେଦନ କରୁଛୁ ପ୍ରଭୁ, ଏତେବେଳେ ଆମମାନେ ଆରାଧନା କରିବୁ, ତୁମେ ଆମମାନଙ୍କର ଆରାଧନାରେ ଉପବିଷ୍ଟ ହୁଅ। ତୁମର ଉପସ୍ଥିତିରେ ବସିବା ପାଇଁ ତୁମେ ସାହାଯ୍ୟ କର। ଆମମାନେ ଯେପରି ହି ପ୍ରିୟ ପ୍ରଭୁ, ଆମମାନଙ୍କର କଣ୍ଠକୁ ତୁମେ ଖୋଲି ଦିଅ। ପ୍ରତ୍ୟେକ ଯେପରି ଆମମାନେ ଗୀତ ସହିତ ଗୀତ ପ୍ରଭୁ ମିଶେଇ ଆମମାନେ ଗୀତ ଗାଇ ତୁମର ମହିମା କରିବୁ, ସେହିପରି ତୁମେ କୃପା କର। ପୁଣି ଆରାଧନା କରିବା ଦାସଙ୍କୁ ତୁମ ହସ୍ତରେ ଦଉଛୁ ବାପା, ତାଙ୍କୁ ମଧ୍ୟ ତୁମେ ଆଶୀର୍ବାଦ କର। ଓ ପ୍ରିୟ ପ୍ରଭୁ, ତାଙ୍କୁ ତୁମର ସେବାରେ ବ୍ୟବହାର କରି ଆଣୁଛ, ସେଥିପାଇଁ ଧନ୍ୟବାଦ ଦଉଛୁ। ତାଙ୍କର କଣ୍ଠ ଦ୍ୱାରା ତୁମେ ଗୌରବାନ୍ୱିତ ହୁଅ। ଧନ୍ୟବାଦ ଦଉଛୁ ବାପା, ମାନେ ଯେତେ ଜଣ ବସିଛୁ ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ଆଜି ଯୋଉ ବକ୍ତାଙ୍କୁ ତୁମେ ମନୋନୀତ କରିଛ ବାକ୍ୟ କହିବା ନିମନ୍ତେ, ତାଙ୍କୁ ତୁମେ ଆଶୀର୍ବାଦ କର। ଆରମ୍ଭରୁ ହେ ପ୍ରିୟ ପ୍ରଭୁ, ତୁମେ ପରିଚାଳନା କର ଏବଂ ତୁମର ଉପସ୍ଥିତିରେ ବସିବା ପାଇଁ ସାହାଯ୍ୟ କର। ତାଙ୍କ ମୁଖପାତ୍ର ହୋଇ ତୁମେ କଥା କୁହ ଏବଂ ପ୍ରତ୍ୟେକଙ୍କୁ ତୁମର ବାକ୍ୟ ଦେଇ ତୁମେ ପରିତୃପ୍ତ କର। ସମସ୍ତ ପ୍ରାର୍ଥନା ତୁମକୁ ଦେଇ ଯୀଶୁ ତୁମ ନାମରେ ମାଗିଲି, ଆମେନ୍ ଆମେନ୍। ପୁନର୍ବାର ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଯଦି ଆପଣ ମାନେ ସଠିକ ଜାଗାରେ ବସିଛନ୍ତି, ନିଜ ନିଜର ଭିଡିଓକୁ ଅନ୍ କରିକି ବସନ୍ତୁ ଏବଂ ପ୍ରଭୁଙ୍କର ଗୌରବ କରିବା ପାଇଁ ଆସନ୍ତୁ। ଗୀତ ଗାଆନ୍ତୁ ଏବଂ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ଆସନ୍ତୁ, ଏତେବେଳେ ଆମେ ଆରାଧନା କରିବା। ଆରାଧନା, ପୂଜା, ପ୍ରଶଂସା ପାଇବା ପାଇଁ ଏକମାତ୍ର ଯୋଗ୍ୟ ପରମେଶ୍ୱର ଅଟନ୍ତି। ତେଣୁ ଆସୁ ଆମେ ଆରାଧନା କରିବା। ଆମମାନଙ୍କ ଗହଣରେ ସୁପରିଚିତ ଆଜ୍ଞା ଅଛନ୍ତି, ବିନୁ ଆଜ୍ଞା, ବିନୁ ବିଡ଼ିକା ଆଜ୍ଞା। ମୁଁ ତାଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ସ୍ୱାଗତ ଜଣାଏ। ସେ ଆଗକୁ ଆସିବେ, ଆମମାନଙ୍କୁ ଆରାଧନାରେ କଢେଇ ନେବେ। ପ୍ରେଜ୍ ଦ ଲର୍ଡ ଆଜ୍ଞା। ପ୍ରେଜ୍ ଦ ଲର୍ଡ ସିଷ୍ଟର। ମୋର ଆବାଜ ପହଞ୍ଚୁଛି କ୍ଲିୟରରେ? ହଁ, ଆସୁଛି ଆଜ୍ଞା। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କୁ ମତ ନାମ ଧନ୍ୟବାଦ। ପ୍ରଭୁ ଦୟା ଅନୁଗ୍ରହ କଲେ, ସୁନ୍ଦର ପ୍ରଭାତ ଦେଇଥିବାରୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ସୁନ୍ଦର ଭାବରେ ପ୍ରଭୁଙ୍କର ଦାସୀ ମୋତେ ଆହ୍ୱାନ କରିଥିବାରୁ ତାଙ୍କୁ ମଧ୍ୟ ହୃଦୟ ସହିତ ନମସ୍କାର। ପ୍ରେଜ୍ ଦ ଲର୍ଡ। ମୋତେ ସମୟ ସୁଯୋଗ ଦେଇଥିବା ରିଏଲ ମିନିଷ୍ଟ୍ରିର କର୍ତ୍ତାଙ୍କ ନିମନ୍ତେ ଧନ୍ୟବାଦ। ସେ ମୋତେ ସମୟ ସୁଯୋଗ ପୁଣି ଥରେ ଦେଲେ। ଆଉ ଧନ୍ୟବାଦ ଦିଏ ସମସ୍ତ ବିଷୟ ପାଇଁ ଉତ୍ତମ ଭାବରେ ପରିଚାଳନା କରି ପରିଚୟ ଆଜ୍ଞା ସମସ୍ତ ବିଷୟରେ ପ୍ରାର୍ଥନାରେ ଆମମାନଙ୍କୁ କଢ଼ାଇ ନେଲେ। ଆଉ ମୁଁ ତାଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ଆସନ୍ତୁ ଆମେ ମିଶି ପ୍ରଭୁଙ୍କର ଧନ୍ୟବାଦ ଦେବା, ପ୍ରଭୁଙ୍କର ପ୍ରଶଂସା କରିବା, ପ୍ରଭୁଙ୍କର ସ୍ତୁତି କରିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ମୁଁ ଅନୁରୋଧ କରେ ଏବେ ବି ଯେଉଁମାନେ ଭଲ ସ୍ଥାନରେ ଅଛନ୍ତି, କୌଣସି ଅସୁବିଧା ନାହିଁ, ନିଜ ନିଜ ଭିଡ଼ିଓକୁ ଅନ୍ କରିବା, ପ୍ରଭୁଙ୍କର ସ୍ତୁତି କରିବା, ପ୍ରଭୁଙ୍କର ଗୌରବ କରିବା। ହାଲେଲୁୟା, ଥ୍ୟାଙ୍କ ୟୁ, ପ୍ରେଜ୍ ଦ ଲର୍ଡ। जब किसी ने मुझसे कहा चलो प्रभु के घर को चले, मेरा मन आनंदित हुआ, मेरा मन झूमने लगा, मेरा मन आनंदित हुआ, मेरा मन झूमने लगा।
पूरी आवाज क्लियर अच्छी हाथ वाले लोग। जब किसी ने ये मुझसे कहा चलो प्रभु के घर को चले, जब किसी ने ये मुझसे कहा चलो प्रभु के घर को चले, मेरा मन आनंदित हुआ, मेरा मन झूमने लगा, मेरा मन आनंदित हुआ, मेरा मन झूमने लगा। मैं तो प्रभु के घर को चला, मैं तो प्रभु के घर को चला, मैं तो प्रभु के घर को चला, मैं तो प्रभु के घर को चला। धन्यवाद प्रभु, हालेलुया। तुम नाम धन्य हो, तुम्हारी महिमा हो, तुम्हारी प्रशंसा। नाचने लगा, नाचते हुए मैं आनंद से मेरे यीशु से मिलने चला। हालेलुया, प्रेज़ द लॉर्ड। मैं नाचते हुए मैं आनंद से झूम झूम कर मैं नाचते हुए मैं आनंद से मेरे यीशु से मिलने चला, मेरे यीशु से मिलने चला, मेरे यीशु से मिलने चला, मेरे यीशु से मिलने चला। हालेलुया, मेरे यीशु से मिलने चला, मेरे यीशु से मिलने चला, मेरे यीशु से मिलने चला। उसने मुझसे कहा मेरे Praise the Lord, hallelujah. Thank you, Lord. धन्यवाद, धन्यवाद प्रभु। तार अब झूमने लगो, हे वीणार तार अब बोलने लगो, हे बोर के तार अब जाग उठो, हे वीणा के तार अब बोलने लगो। मेरे यीशु की प्रशंसा करो, मेरे यीशु की प्रशंसा करो, मेरे यीशु की प्रशंसा करो, मेरे यीशु की प्रशंसा करो। मैं तो प्रभु के घर को चला, मैं तो प्रभु के घर के चला, मैं तो प्रभु के घर को चला, मैं तो प्रभु के घर को चला। मेरा मन आनंदित हुआ, मेरा मन झूमने लगा, मेरा मन आनंदित हुआ, मेरा मन झूमने लगा। हालेलुया, प्रेज़ द लॉर्ड। तुम नाम धन्य हो, तुम्हें महिमा पाओ। कब जाकर मैं देखूं से, कब जाकर मैं पूजूं से, कब जाकर मैं देखूं से, कब जाकर मैं पूजूं से। मेरा मन पूछने लगा, मेरा मन सोचने लगा,
मेरा मन पूछने लगा, मेरा मन सोचने लगा, मैं तो प्रभु के घर को चला, मैं तो प्रभु के घर को चला, मैं तो प्रभु के घर को चला, मैं तो प्रभु के घर को चला। मेरा मन आनंदित हुआ, मेरा मन झूमने लगा, मेरा मन आनंदित हुआ, मेरा मन झूमने लगा, मैं तो प्रभु के घर को चला, मैं तो प्रभु के घर को चला। जब किसी ने ये मुझसे कहा, चलो प्रभु के घर को चले। आमेन, आमेन। थैंक यू, प्रेज द लॉर्ड। गुड उच्च करताल दे प्रभु को धन्यवाद देवा। मु भावुचे मोर आवाज आ मोर सब सिस्टम क्लियर अछि। प्रेज गॉड। टिके डिस्टर्बेंस होछि। हालेलुया। प्रभु को महिमा हो। थैंक यू। आसंता मना गोटे गीत गाए आम प्रभु को धन्यवाद देवा, प्रभु को प्रशंसा गौरव करवा। हालेलुया। से सर्वशक्तिमान पवित्र परमेश्वर से आम गहन से आम मध्य ये प्रभात केवल तांकरी दया तांकरी अनुग्रह कृपा हेतु आम ए दिन समय पाइछु। प्रभुंकर दया प्रभुंकर कृपा तांकरी प्रशंसा करू। हालेलुया। जगत रे अनेक पंडित ज्ञानी व्यक्ति आज जगत रे नहांती, किंतु प्रभु मान को दया कले सुंदर प्रभात दे अछंती। आसो में तांकर प्रशंसा करू। प्रेज गॉड। हालेलुया। प्रेज गॉड। हालेलुया। धन्यवाद प्रभु। हालेलुया। थैंक यू जीसस। सदा प्रभु, 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 सदा प्रभु। राज्य गणती पापी मनुष्यर पाई। राज्य गणती पापी मनुष्यर पाई। सदा प्रभु, सदा प्रभु, सदा प्रभु, सदा प्रभु। हालेलुया। धन्यवाद प्रभु। तुम नाम महिमान्वित हो, तुम्हें पूजा पाओ, तुम्हारी प्रशंसा हो, तुम्हें धन्य राजा। हालेलुया। थैंक यू लॉर्ड। जिहवा निसी इमानुएल ईश्वर। अंधकारु आलोक पथे तड़ाइबे निरंतर। झुंटी पड़िबा आगरु तते हाथ तली से धरती। ताहांकठारे आलोक अछि, ताहांकठारे सत्यता अछि। अब्राहम को ईश्वर सदा सहाय तर। अब्राहम को ईश्वर सदा सहाय तर।
राज्य गढ़ती पापी मणिषर पाई राज्य गढ़ती पापी मणिषर पाई सदा प्रभु सदा प्रभु सदा प्रभु सदा प्रभु हालेलुया धन्यवाद प्रभु हालेलुया जिहोवा सम्मा जिहोवा रही जिहोवार पाईश्वर मागी मागो से सर्व दोती तोड़ी से नियंती अंधबधीर छोटा मुख को श्रीये सुस्थता दियंती ताहाक नामे सुस्थता अच्छी ताहाक नामे जीवन अच्छी ईसाहाक ईश्वर प्रेमिक पिता ईश्वर ईसाहाक ईश्वर प्रेमिक पिता ईश्वर राज्य गणती पापी मणिषर पाई राज्य गणती पापी मणिषर पाई सदा प्रभु 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 राज्य गणती पापी मणिषर पाई राज्य गणती पापी मणिषर पाई सदा प्रभु सदा प्रभु सदा प्रभु सदा प्रभु हालेलुया प्रेज द लॉर्ड धन्यवाद प्रभुंकर हालेलुया आसंत माने के समय प्रभु को निकट समर्पित आराधना करू प्रभु को धन्यवाद प्रभु देइथिबा दिन सपाए तुमको धन्यवाद तांकरी प्रशंसा करो हालेलुया थैंक यू जीसस थैंक यू लॉर्ड थैंक यू लॉर्ड थैंक यू लॉर्ड थैंक यू लॉर्ड थैंक यू जीसस समर्पित धन्यवाद धन्यवाद के साथ स्तुति गाऊंगा हे यीशु मेरे खुदा उपकार तेरे हैं बेशुमार कोटि कोटि स्तुति धन्यवाद धन्यवाद के साथ स्तुति गाऊंगा हे यीशु मेरे खुदा उपकार तेरे हैं बेशुमार कोटि कोटि स्तुति धन्यवाद योग्यता से बढ़ के दिया है अपनी दया से तूने मुझे योग्यता से बढ़ के दिया है अपनी दया से तूने मुझे मांगने
मिला मुझे, आभारी हूँ प्रभु मैं। मांगने से ज्यादा मिला मुझे, आभारी हूँ प्रभु मैं। धन्यवाद के साथ स्तुति गाऊंगा, है यीशु मेरे खुदा। उपकार तेरे हैं बेशुमार, कोटि कोटि स्तुति धन्यवाद। और प्रभु तुम्हें मान को मागिबा डाकिबा गुरु, तुम्हें जानिबा परमेश्वर, तुम्हें आमान को प्रति कृपा करथिबा तो धन्यवाद। ए दिन समय देथिबा तो धन्यवाद। आस हमें तांकरी प्रशंसा करू। धन्यवाद, हालेलुया। धन्यवाद इन न रहू हम तांकरी गौरव करू। यस लॉर्ड, थैंक यू जीसस। अप्पा तू है सच्चा जिंदा खुदा, है तुझ पर ही भरोसा मेरा। तू है सच्चा जिंदा खुदा, है तुझ पर ही भरोसा मेरा। सेवा पूरी करके पाऊं इनाम, प्रभु ऐसा दो वरदान। सेवा पूरी करके पाऊं इनाम, प्रभु ऐसा दो वरदान। समझते धन्यवाद के साथ स्तुति गाऊंगा, यीशु मेरे खुदा। उपकार तेरे हैं बेशुमार, कोटि कोटि स्तुति धन्यवाद। धन्यवाद के साथ स्तुति गाऊंगा, यीशु मेरे खुदा। उपकार तेरे हैं बेशुमार, कोटि कोटि स्तुति धन्यवाद। कोटि कोटि स्तुति धन्यवाद। कोटि कोटि स्तुति धन्यवाद। प्रिय गौरवमय सर्वशक्तिमान पवित्र पिता, तुमर धन्यवाद देवछु। तुम दिन समय प्रभात देल प्रभु, जित्यादि तुम निकट समर्पित आराधना करियछन्ति प्रत्येक को तुम स्पर्श करियछ बोले धन्यवाद प्रभु। आगामी समस्त विषय को तुम हस्त दे जीशु तुम पवित्र नाम रे प्रार्थना अर्पण कर मागिली पिता, आमेन आमेन। थैंक यू सिस्टर। बहुत बहुत धन्यवाद आज्ञा। अति सुंदर भाव रे आम आराधना रे भिडिका आज्ञा कढ़े नहीं छंती, तेणु मैंने धन्यवाद दूछु। प्रभु को मत धन्यवाद दूछु। आम समस्ते प्रभु उपस्थिति मध्य अच्छु आ सुंदर भाव आराधना करी जाइछु। तांकर दासों को प्रभु प्रचुर रूपे आशीर्वाद करंतु। एते बेले आसु आमने प्रार्थना करिबा। आमनकर गहन रे कराड़ आज्ञा अछंती। प्रेज द लॉर्ड आज्ञा। प्रेज द लॉर्ड। संक्षिप्त रे प्रार्थना करिवे आराधना करिबा आज्ञा को सकाशे पुणे वाक्य नहीं आसुथिबा प्रभुंकर दासों सकाशे आमने जेते जण बसिछु प्रत्येक सकाशे प्रार्थना रे खड़े नेबे। आसंतु प्रार्थना करिबा। अत्यंत प्रेममय स्वर्गवासी पिता, तुम पवित्र महत नामर धन्यवाद अर्पण करुअछु। आमनको जीवन रे एक सुंदर प्रभात देइछ। ए प्रभात रे तुम स्नेहपूर्ण करुणा द्वारा आमनको अभिषेक कर। आमनको जीवन रो समस्त दोष दुर्बलता रू तुम पुत्र आमनको उद्धार करता प्रभु जीशु ख्रीष्टଙ୍କ बहुमूल्य रक्त सकाशे उद्धार कर। प्रभु तुम आमनको सहवर्ती हुआ। प्रभात रे सुंदर भाव रे तुम प्रशंसा करिया पे आमनको साहाय्य कल।
ବାଳକ ବିନୁଙ୍କୁ ତୁମେ ବ୍ୟବହାର କଲ ତୁମର ଗୌରବ ସକାଶେ। ଅନେକଙ୍କୁ ସ୍ପର୍ଶ କରିବା ପାଇଁ ତୁମେ ସାହାଯ୍ୟ କରିଛ, ତୁମର ଗୌରବ। ପ୍ରଭୁ ତୁମ ଦାସୀ ପରିଚାଳନା କରୁଛନ୍ତି, ତୁମେ ତାଙ୍କୁ ବ୍ୟବହାର କର। ତୁମ ଦାସ ବାକ୍ୟ ପରିବେଷଣ କରିବେ, ତୁମେ ତୁମର ମୁଖପାତ୍ର କରି ତୁମେ ତାଙ୍କୁ ବ୍ୟବହାର କର, ଯଦ୍ୱାରା ତୁମ ବାକ୍ୟ ଏ ପ୍ରଭାତରେ ଆମମାନଙ୍କ ଜୀବନ ପ୍ରତି ଆଲୋକ ଶକ୍ତିଯୁକ୍ତ ହବ। କୃପା କର। ମହିମା ତୁମର ହଉ। ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗୁଅଛୁ, ଆମେନ୍। ଧନ୍ୟବାଦ ଆଜ୍ଞା। ପ୍ରାର୍ଥନାରେ କଢ଼େଇ ନେଇଥିବା ସକାଶେ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଯେତେବେଳେ ଆମମାନେ ବାକ୍ୟ ଶୁଣିବା, ପୁନର୍ବାର ପ୍ରତ୍ୟେକଙ୍କୁ ମୋର ପ୍ରେଜ ଦ ଲର୍ଡ ପ୍ରତ୍ୟେକଙ୍କୁ ଅନୁରୋଧ କରେ, ଯଦି ଆପଣମାନେ ସଠିକ ଜାଗାରେ ବସିଛନ୍ତି ନିଜ ନିଜର ଭିଡିଓକୁ ଅନ୍ କରନ୍ତୁ, ବାକ୍ୟ ଶୁଣନ୍ତୁ ଏବଂ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ଆସନ୍ତୁ ଯେତେବେଳେ ଆମମାନେ ବାକ୍ୟ ଶୁଣିବା ପ୍ରତ୍ୟେକ ପ୍ରସ୍ତୁତର ସହିତ ଆମେ ବସିବା, ଯେହେତୁ ଏଇ ସମୟଟା ବିଶୃଙ୍ଖଳାର ସମୟ। ଶୈତାନ ସବୁବେଳେ ବହୁତ ଚାଲାକ, ସେ କେବେ ବି ସୁସ୍ଥିରତାର ସହିତ ବାକ୍ୟ ଶୁଣିବା ପାଇଁ ଦିଏନି। ତେଣୁ ପ୍ରତ୍ୟେକ ଆମେ ପ୍ରସ୍ତୁତର ସହିତ ବସିବା। ଏତେବେଳେ ମୁଁ ସ୍ୱାଗତ ଜଣାଏ ପ୍ରଭୁଙ୍କର ଦାସ ଆମମାନଙ୍କର ପାଷ୍ଟର ଶିବକା ଆଜ୍ଞାକୁ, ଆଉ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତାଙ୍କୁ ସ୍ୱାଗତ ଜଣାଏ। ସେ ଆଗକୁ ଆସିବେ, ଆମମାନଙ୍କୁ ବାକ୍ୟରେ କଢ଼େଇ ନେବେ। ଆସନ୍ତୁ ଆମେ ସମସ୍ତେ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ କରତାଳ ଦେଇ ତାଙ୍କୁ ସ୍ୱାଗତ ଜଣାଇବା। ପ୍ରେଜ ଦ ଲର୍ଡ ଆଜ୍ଞା। ପ୍ରେଜ୍ ଦ ଲର୍ଡ। ଏବେ ଆପଣଙ୍କର ସମୟ, ଆପଣ କଢ଼େଇ ନେବେ। ଓକେ, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସମସ୍ତଙ୍କୁ ନମସ୍କାର, ଗୁଡ୍ ମର୍ଣ୍ଣିଂ। ସଦା ପ୍ରଭୁଙ୍କର ମହାନ ନାମକୁ ଧନ୍ୟବାଦ ହଉ। ପୁନର୍ବାର ଆମମାନେ ଗୋଟେ ସୁନ୍ଦର ଦିନ ସମୟ ପାଇଅଛୁ ପ୍ରଭୁଙ୍କର ଗୌରବ ମହିମା କରିବା ନିମନ୍ତେ। ଏହା ହିଁ ଆମମାନଙ୍କର ପାଇଁ ଆଶୀର୍ବାଦ ଅଟେ, ଏହା ହିଁ ଆମମାନଙ୍କର ପାଇଁ ଅନୁଗ୍ରହ ଏବଂ ସଦା ପ୍ରଭୁଙ୍କର ଦୟା ଅଟେ ଯେ ପୁନର୍ବାର ଆମମାନେ 2026ରେ ଆଉ ଗୋଟେ ସମୟ, ଆଉ ଗୋଟେ ସକାଳ ଏ ପ୍ରକାର ସୁନ୍ଦର ସହଭାଗିତା ସଦା ପ୍ରଭୁଙ୍କର ଅଭିଷେକ ଦାସ ଦାସୀମାନଙ୍କର ସହିତ ମିଶି ପ୍ରଭୁଙ୍କର ଆରାଧନା ଗୌରବ କରିବା, ଏହା ହିଁ ଆମମାନଙ୍କର ପାଇଁ ଆଶୀର୍ବାଦ ଅଟେ। ତେଣୁ ପରମେଶ୍ୱରଙ୍କର ମହାନ ନାମକୁ ଧନ୍ୟବାଦ ହଉ। ଜୁମ୍ରେ ଥିବା ସମସ୍ତ ପ୍ରଭୁଙ୍କର ଅଭିଷେକ ଦାସ ଦାସୀ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ନମସ୍କାର ଜ୍ଞାପନ କରେ। ଆଉ ପରମେଶ୍ୱର ମହାନ ପ୍ରଭୁ, ସେ ଆମମାନଙ୍କୁ ପ୍ରେମ କରନ୍ତି, ଅନୁଗ୍ରହ କରନ୍ତି, ଆଶୀର୍ବାଦ କରନ୍ତି, ସୁରକ୍ଷା ଦିଅନ୍ତି, ଆମମାନଙ୍କର ଯତ୍ନ ତତ୍ନ ନେବାର ପରମେଶ୍ୱର। ପ୍ରିୟ ବନ୍ଧୁ, ସଦାପ୍ରଭୁଙ୍କର ମହାନ ନାମକୁ ଧନ୍ୟବାଦ ହଉ। ଆମେ ଗୋଟେ ବିଷୟ ଦେଖିବା, ଶିଖିବା। ଅନେକ ସମୟରେ ଆମମାନେ ପ୍ରାର୍ଥନା କରିଥାଉ, ଅନେକ ସମୟରେ ଆମେ ଉପବାସ ମଧ୍ୟ କରୁ, କ୍ରନ୍ଦନ କରୁ, ଆଣ୍ଠୁ ମଧ୍ୟ ମାଡ଼ିଥାଉ, କିନ୍ତୁ ପ୍ରାର୍ଥନାର ଉତ୍ତର ଅନେକ ସମୟରେ ନୋ ଆସିଥାଏ, ମାନେ ନା ହେଇଯାଇଥାଏ। ସଦାପ୍ରଭୁ ଆମଙ୍କର ପ୍ରାର୍ଥନାର ଉତ୍ତରକୁ ନୋ କରିଦିଅନ୍ତି, ମାନେ ନା କରନ୍ତି, ବା ଉତ୍ତର ଆସେ ନାହିଁ। ଆଉ ନ ଆସିବା ଦ୍ୱାରା ଆମମାନେ ନିଶ୍ଚିନ୍ତ ରୂପେ ଭାଙ୍ଗି ପଡ଼ୁ, ଦୁଃଖ କରିଥାଉ, ନିରାଶ ମଧ୍ୟ ହେଇଥାଉ। କିନ୍ତୁ ନା କହିବାର ପଛର ରହସ୍ୟ ଜାଣିବା, ହ୍ୱାଏ ଗଡ୍ ଟେଲିଂ ଅର୍ ସେ ନୋ ଟୁ ଆୱାର ପ୍ରେୟର। ଆମମାନଙ୍କର ପ୍ରାର୍ଥନାକୁ କାହିଁକି ପ୍ରଭୁ ବେଲେ ବେଲେ ନୋ କୁହନ୍ତି, ଏନ୍ସାର ବା ଉତ୍ତର ଦିଅନ୍ତି ନାହିଁ? ଆମମାନଙ୍କର ପ୍ରାର୍ଥନାର ଉତ୍ତର ନ ଆସିବାର କାରଣ କ'ଣ? ତାର ପଛର ଉଦ୍ଦେଶ୍ୟ କ'ଣ? ତାହାର ସିକ୍ରେଟ କ'ଣ? ଯେ ଆମେ ତ ସମ୍ପୂର୍ଣ୍ଣ ନମ୍ରତାର ସହିତ ମଧ୍ୟ ପ୍ରାର୍ଥନା କରୁଛୁ, ଉପବାସର ସହିତ, କ୍ରନ୍ଦନର ସହିତ, ହୃଦୟ ଖୋଲି, ହୃଦୟ ଭାଙ୍ଗି ଅନେକ ପ୍ରଭୁଙ୍କର ଦାସମାନେ ପ୍ରାର୍ଥନା କରି ଅଛନ୍ତି। କିନ୍ତୁ ସେଇ ପ୍ରାର୍ଥନାର ଉତ୍ତର ପ୍ରଭୁ ଦେଉନାହାନ୍ତି, କହୁଅଛନ୍ତି ନୋ, ଡାଇରେକ୍ଟଲି ମନା କରିଦେଉଅଛନ୍ତି, ଯାହା ସାଧାରଣ ଭାଷାରେ ମନା କରିଦେଉଛନ୍ତି। ଏ ମନା କରିବାର ପଛର ରହସ୍ୟ କ'ଣ? ପଛର ସିକ୍ରେଟ ବିଷୟ କ'ଣ? ପରମେଶ୍ୱର ପ୍ରାର୍ଥନା ଶୁଣିବାର ପ୍ରଭୁ, ପରମେଶ୍ୱର କହିବା ପୂର୍ବେ ଜାଣିବାର ପ୍ରଭୁ, ଡାକିବା ପୂର୍ବେ ଉତ୍ତରଦାତା ପରମେଶ୍ୱର। ହଁ, ଆମମାନଙ୍କର ହୃଦୟର ଭାବନା, କଳ୍ପନା, ବସିବା, ଉଠିବା, ଚାଲିବା ସବୁ ଜାଣିବାର ପରମେଶ୍ୱର। ତଥାପି ଆମମାନଙ୍କର ପ୍ରାର୍ଥନା ଉତ୍ତର ପରମେଶ୍ୱର କେବେ କେବେ ଦିଅନ୍ତି ନାହିଁ। କାହିଁକି ଉତ୍ତର ଆସେ ନାହିଁ ଏବଂ ପ୍ରଭୁ ନୋ କରିଦିଅନ୍ତି, ମନା କରି ଦେଇଥାନ୍ତି, ତାହା ହିଁ ଆମମାନେ ଜାଣିବା। ନିଶ୍ଚିନ୍ତ ରୂପେ ସାଧାରଣ ଭାଷାରେ ଆମେ ଜାଣୁଅଛୁ, ବାଇବେଲରେ ମଧ୍ୟ ଅନେକ ଜାଗାରେ ଲେଖାଯାଏ,
ଯେ ପରମେଶ୍ୱରଙ୍କର ଚିନ୍ତା ଏବଂ ଆମମାନଙ୍କର ଚିନ୍ତା ଆକାଶ ଓ ପୃଥିବୀ ଅପେକ୍ଷା ଉଚ୍ଚତର ହେଇଥାଏ, ଯାହା ଯିଶାୟା 55:8-9 ଲେଖାଯାଏ। ଆମମାନଙ୍କର ମଣିଷର ଭାବନା, ଚିନ୍ତା, କଳ୍ପନା, ସଦାପ୍ରଭୁଙ୍କର ଭାବନା କଳ୍ପନା ଆକାଶ ଏବଂ ପୃଥିବୀ ଯେତେ ଉଚ୍ଚ, ସେମିତି ଅନେକ ସମୟରେ ଆମମାନଙ୍କର ଭାବନାର ବାହାରେ ପ୍ରଭୁ କାର୍ଯ୍ୟ କରନ୍ତି, ଆମମାନଙ୍କର ଚିନ୍ତାର ବାହାରେ କାର୍ଯ୍ୟ କରନ୍ତି। ଆମେ ଗୋଟେ ବିଷୟ ଚିନ୍ତା କରିଥାଉ, କିନ୍ତୁ ପରମେଶ୍ୱର ଆଉ କିଛି ବିଷୟ ଆମମାନଙ୍କର ଭଲ ପାଇଁ, ମଙ୍ଗଳ ପାଇଁ ଚିନ୍ତା କରନ୍ତି। ତେଣୁ ରୋମିଓ 8:28 ଲେଖାଯାଏ, ସବୁ ବିଷୟ ମିଶି ଆମମାନଙ୍କର ଭଲ ପାଇଁ ହେଇଥାଏ, ଆମମାନଙ୍କର ମଙ୍ଗଳ ପାଇଁ ହେଇଥାଏ, ଆମମାନଙ୍କର ଉନ୍ନତି ପାଇଁ ହେଇଥାଏ। ତେଣୁ ପରମେଶ୍ୱର ବେଲେ ବେଲେ ଆମମାନଙ୍କର ପ୍ରାର୍ଥନାର ଉତ୍ତରରେ ନୋ ଲେଖିଦିଅନ୍ତି ବା ନା କହି ଦେଇଥାନ୍ତି। ଆମେ ସମସ୍ତ ବିଶ୍ୱାସୀ ହଉ, ପାଷ୍ଟର ହଉ, ପ୍ରଫେକ୍ଟ ହଉ, ଭବିଷ୍ୟତ ବକ୍ତା, ଲିଡର, ଡାଇରେକ୍ଟର, ସବୁବେଳେ ଆମେ ହଁ ଶୁଣିବାକୁ ଚାହୁଁ। ପ୍ରଭୁ ଯଦି ଆମର ପ୍ରାର୍ଥନାର ଉତ୍ତର ହଁ କରିଦିଅନ୍ତି, ଆମମାନଙ୍କୁ ବହୁତ ଭଲ ଲାଗେ, ଆମମାନେ ବହୁତ ଖୁସି ହେଇଯାଇଥାଉ। ଯାହା ହଉ ପ୍ରଭୁ ଆମର ପ୍ରାର୍ଥନା ଶୁଣିଲେ, ଆମର ଉତ୍ତର ଜଲ୍ଦି ଆସିଗଲା, ଆମେ ହିଲିଂ ଜଲ୍ଦି ହେଇଗଲୁ, ଆମର କୌଣସି ବିଷୟ ନେଇ ପ୍ରାର୍ଥନା କରୁଛୁ, ଉତ୍ତର ସାଙ୍ଗେ ସାଙ୍ଗେ ଆସିଯାଉଛୁ, ସୁସ୍ଥ ହେଇଯାଉଛୁ, ବା ପଇସା ପତ୍ର ଆବଶ୍ୟକ, ବା ଆମର ଯାତ୍ରାର ବା କୌଣସି ଏମିତି ସଡନ୍ ଯେତେବେଳେ ୟେସ୍ ୟେସ୍ ଶୁଣିବା ପାଇଁ ଆମେ ସବୁବେଳେ ଚିନ୍ତା କରୁ। କିନ୍ତୁ ବେଲେ ବେଲେ ଏ ୟେସ୍ଟା ଆମେ ପ୍ରାର୍ଥନା କଲେ ମଧ୍ୟ, ଉପବାସ ରହିଲେ ମଧ୍ୟ, କ୍ରନ୍ଦନର ସହିତ ପ୍ରାର୍ଥନା କଲେ ମଧ୍ୟ, ଆଣ୍ଠୁର ସହିତ ପ୍ରାର୍ଥନା କଲେ ମଧ୍ୟ ଏହା ବେଲେ ବେଲେ ନୋ ହେଇଯାଏ। तार अर्थ गॉड्स नो डज नॉट मीन्स ही रिजेक्टेड। प्रभु संपूर्ण नो करदेले माने आपण को प्रभु प्रत्याख्यान करि नाहंती, कि आपण को प्रभु पासुरी देई नाहंती, कि आपण को प्रभु परित्याग मध्य करि देई नाहंती। स्टिल गॉड्स लविंग यू। नो कहिबार पछरे मध्य परमेश्वर बड़ उद्देश्य अछि, एवं परमेश्वर आपण को मते प्रेम करंती। आओ यार पछर उद्देश्य परमेश्वर आम को सुरक्षा देवाई चाहती, आम को रिडायरेक्शन, आम जो दिशारे आम जाऊँ, जो दिगरे जाऊँ, जो पथरे जाऊँ, ताकू आउरी परिवर्तन करने चाहती, एवं नो कहिबार पछरे आम को प्रस्तुत करने चाहती। साधारण भाषा, आम पुओ जदि 10 वर्ष होइछि, आपणकर मोटरसाइकेल अच्छी नतबा कार अच्छी, से चलाइबा कहले आमे चाबी देबू नहीं। 10 वर्षर पुओ को मु कार चलाइबा पाई अनुमति देबी ना, यद्यपि से 10 वर्षर पुओ चलाइबा पाई सक्षम भी होइथाए, जानी भी थिबो, तथापि मध्य आमे साधारण भाषा रे हमर चाबीर कार देई देबू नहीं, कि मोटरसाइकेल को मध्य देबा पाई पिता माता आमे नाराज हेबू। किंतु जेते बेले सही पुओ 18 वर्ष हे जिवो, टिके परिपक्व बयस हे जिवो, आमे सही समय कार चलाइबा पाई बा मोटरसाइकेल चलाइबा पाई ताकू नो कहिबा नहीं, यासी कहिबा मना करिबा नहीं। सेमती आमମାନଙ୍କର परमेश्वर नो कहिबार पछरे गोटे बहुत बड़ रहस्य अछि, बहुत किछि आमମାନଙ୍କୁ सिखाइबा पाई चाहंती। सर्वप्रथम से आमମାନଙ୍କୁ सुरक्षा करू अछंती, हमर डायरेक्शन चेंज करू अछंती, आमମାନଙ୍କୁ प्रस्तुत करू अछंती। आओ बाइबल रो अनेक हस्ती मानकर प्रार्थना अनेक समय प्रभु उत्तर देई नाहंती, किंतु उत्तर देई नाहंती तार अर्थ नुहे जे परमेश्वर सही परमेश्वर अभिषेक दास मान को परित्याग करि अछंती, बा भूली गले, कि छाड़ी देले, कि रिजेक्ट कर देले, ताहा नुहे। से नो कहिबार पछरे मध्य परमेश्वर सही प्रभुंकर दास दासी को प्रेम करंती, सुरक्षा करंती, आशीर्वाद करंती, तांकर गोटे महान उद्देश्य बिहाइंड दैट सीक्रेट उद्देश्य को सफल करंती। तेणु सर्वदा नो को मध्य आमे नम्रतार सहित ग्रहण करिबा, यस को मध्य प्रभुंकर नम्रता सहित प्रशंसार सहित ग्रहण करिबा। तेणु परमेश्वर महान नाम को धन्यवाद हो, जेते बेले परमेश्वर नो को अछंती सेठी रागी जीवा नहीं, बरंग आमे नम्रतार सहित सबु बेले ग्रहण करिबा, प्रभुंकर इच्छा को ग्रहण करिबा। केमती नम्र हेबा पाई प्रभु चाहती। बेले बेले नो करिवार माने ना करिवार अर्थ आम मान को आहुरी नम्र करिबा पाई चाहती। नीति वचन अब आम मानकर प्रोभब्स रे लिखा जाए, हितोपदेश 3 अध्याय 5-6, तुम समग्र हृदय सह प्रभु रे भरोसा कर, निज बुद्धि रे भरोसा कर नहीं। आमाने
ପ୍ରଭୁଙ୍କୁ ସବୁ ବିଷୟରେ ନ ହଉ ହଁ ହଉ, ପ୍ରଭୁ ମନା କଲେ ବି ହଁ କହିଲେ ବି ଆମେ ସବୁ ହୃଦୟର ଭାବନା କଳ୍ପନା ସବୁ କାର୍ଯ୍ୟକୁ ପ୍ରଭୁଙ୍କର ହସ୍ତରେ ସମର୍ପଣ କରିବା। ତେଣୁ ଯାକୁବ 4:6 ଲେଖାଯାଏ, ପରମେଶ୍ୱର ଗର୍ବିକୁ ପ୍ରତିରୋଧ କରନ୍ତି କିନ୍ତୁ ନମ୍ର ଲୋକମାନଙ୍କୁ କୃପା ଦିଅନ୍ତି। ମୋର ପ୍ରିୟ ବନ୍ଧୁ, ପରମେଶ୍ୱର ସର୍ବଦା ନମ୍ର ଲୋକମାନଙ୍କୁ କୃପା କରନ୍ତି। ଯଦ୍ୟପି ଆମଙ୍କର ପ୍ରାର୍ଥନାରେ ଉତ୍ତର ଆସୁନାହିଁ, ପ୍ରଭୁ ମନା କରିଦେଉଛନ୍ତି, ନା କହିଦେଉଛନ୍ତି, ତଥାପି ପରମେଶ୍ୱର ଆମମାନଙ୍କୁ ପ୍ରେମ କରନ୍ତି, ଆମମାନଙ୍କୁ ଅନୁଗ୍ରହ କରନ୍ତି, ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରନ୍ତି। ସବୁବେଳେ ନମ୍ରତା ତଳମୁଣ୍ଡ କରେ ଏବଂ ପରମେଶ୍ୱରଙ୍କର କଥାରେ ଆଜ୍ଞାକାରୀ ହୁଏ, ଗ୍ରହଣ କରିଥାଏ। ଆଉ ଗର୍ବତା ସବୁବେଳେ ମୁଣ୍ଡ ଉପରେ କରେ ଏବଂ କ'ଣ କରେ, ତର୍କ ବିତର୍କ କରେ। ହଁ ପ୍ରଭୁ, ତମେ କାହିଁକି ମୋର ପ୍ରାର୍ଥନା ଶୁଣିଲ ନାହିଁ? ମୁଁ ଏମିତି କଲି, ମୁଁ ସେମିତି କଲି, ମୁଁ ପ୍ରାର୍ଥନା ଯାଉଛି, ମୁଁ ଚର୍ଚ୍ଚ ଯାଉଛି, ମୁଁ ଉପବାସ କରୁଛି, ମୁଁ ଏତେ ଦାନ ଦେଲି, ଏତେ ସବୁ କରୁଛି। ଏହି ପ୍ରକାର ମନରେ ବେଲେ ବେଲେ ଆମେ ଗୋଟେ ପ୍ରଭୁଙ୍କ ସହିତ ଆର୍ଗୁମେଣ୍ଟ ଆସିଯାଏ। କିନ୍ତୁ ନମ୍ରତା ସବୁବେଳେ ଯାହା ବି ହଉ ଆମେ ଚୁପଚାପ ଗ୍ରହଣ କରିଥାଉ। ତେଣୁ ବିଶ୍ୱାସର ସହିତ ଆତ୍ମସମର୍ପଣ ହେବା, ନମ୍ରତାର ସହିତ ପ୍ରଭୁଙ୍କର ନୋକୁ ମଧ୍ୟ ବା ନାକୁ ମଧ୍ୟ ବା ମନା କରିବା ବିଷୟକୁ ମଧ୍ୟ ଆମେ ଗ୍ରହଣ କରିବାକୁ ପଡ଼ିବ ହୃଦୟର ସହିତ, ହୃଦୟର ସମର୍ପିତର ସହିତ। ଏ ନୋର ପଛରେ ବେଲେ ବେଲେ ପ୍ରଭୁ ଆମମାନଙ୍କୁ ନମ୍ର କରାଇବା ପାଇଁ ଚାହାନ୍ତି। ତେଣୁ ଅନେକ ସମୟରେ ପ୍ରଭୁ ଆମମାନଙ୍କୁ ଶିଖାନ୍ତି, ଅନେକ ସମୟରେ ପ୍ରଭୁ ଆମମାନଙ୍କୁ ନୋର ପଛରେ ସେ ଆହୁରି ନମ୍ର କରାନ୍ତି, ଆହୁରି ଶକ୍ତି ମଧ୍ୟ ଦିଅନ୍ତି। ଯଦି ବାଇବେଲ ଅଛି, କିଏ ଜଣେ, ମୁଁ ଅନୁରୋଧ କରିବି ଟିକେ ପଢ଼ନ୍ତୁ 2 Corinthians 12:8 ଏବଂ 9। ପଢ଼ିବେ 2 Corinthians 12:8 ଏବଂ 9। ଓକେ, ଯେପରି ନାଇଁ ବାଇବେଲ। ଠାରୁ ଦୂର ହୁଏ, ଏଥିପାଇଁ ହଁ, ମୁଁ ପ୍ରଭୁଙ୍କୁ ସେ ବିଷୟରେ 3 ଥର ବିନତି କଲି। ଆଉ ସେ ମତେ କହିଅଛନ୍ତି, ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ। ଅତଏବ ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଞ୍ଚ ମୋହର ଦୁର୍ବଳତାରେ ଦର୍ପ କରିବି। ଆମେନ୍। ପ୍ରେଜ୍ ଦ ଲର୍ଡ। ଆଉ ଟିକେ ଉପରକୁ ଯଦି ବି ପଢ଼ବା ବେଲେ ମଧ୍ୟ ଲେଖାଯାଏ, ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ, ଏଥି ନିମନ୍ତେ ମୋତେ ପ୍ରହାର କରିବା ପାଇଁ ମୋହର ଶରୀରରେ ଶୈତାନର ଦୂତ ସ୍ୱରୂପେ ଗୋଟିଏ କଣ୍ଟକ ଦିଆଗଲା। ହଁ, ଯେପରି ମୁଁ ଅତିଶୟ ଗର୍ବୀ ନ ହୁଏ, ଏଥି ନିମନ୍ତେ ତାହା ଦିଆଗଲା, ଯେପରି ତାହା ମୋ ଠାରୁ ଦୂର ହୁଏ। ଏଥିପାଇଁ ମୁଁ ପ୍ରଭୁଙ୍କୁ ସେ ବିଷୟରେ 3 ଥର ବିନତି କଲି। ଆଉ ସେ ମୋତେ କହିଅଛନ୍ତି, ଆମର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମର ଶକ୍ତି ସିଦ୍ଧ ହୁଏ। ଅତଏବ ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଞ୍ଚ ମୋହର ଦୁର୍ବଳତାରେ ଦର୍ପ କରିବି। ତେଣୁ ମୋର ପ୍ରିୟ ବନ୍ଧୁ, ଏଠି ଦେଖୁଅଛୁ ପାଉଲର ଜୀବନରେ ଦୁଃଖ, ତାଡ଼ନା, ନିନ୍ଦା ଆସୁଅଛି। ତାଙ୍କର ମିଶନ ଜର୍ଣ୍ଣି, ତାଙ୍କର ଲାଇଫ ସାରା ଅନେକ ପର୍ସିକ୍ୟୁସନ, ଅନେକ ନିନ୍ଦା, ଅନେକ ତାଡ଼ନା, ଅନେକ ଥର ବେତ୍ରାଘାତ, ଅନେକ ଥର ଜାହାଜ ଭାଙ୍ଗି ଯାଉଅଛି, ଅନେକ ଥର ଅନେକ ପ୍ରକାର ମିଶନ ଜର୍ଣ୍ଣିରେ ଆମେ ତାଙ୍କର ଦେଖୁଅଛୁ। ଏଇସବୁ ଦୁଃଖ ନିରାଶକୁ ହଟାଇବା ପାଇଁ ପ୍ରାର୍ଥନା କରୁଅଛନ୍ତି। ତଥାପି ସେ କହୁଅଛନ୍ତି, ଗୋଟେ କଣ୍ଟାର ବାଡ଼ି, କଣ୍ଟାର ଛାଞ୍ଚୁଣି ଏବେ ଦିଆଯାଇଛି, ଯେଉଁ କଣ୍ଟାରେ ମୋତେ ପ୍ରହାର କରାଯାଉଅଛି। ଆଉ ଏଇ ଶୈତାନ କଣ୍ଟାର ଛାଞ୍ଚୁଣିରେ ଶୈତାନର ଦୂତ ପ୍ରହାର କରୁଛି, এই ପ୍ରକାର ନିନ୍ଦା ତାଡ଼ନା। ତଥାପି ପରମେଶ୍ୱର କହୁଅଛନ୍ତି, ଏଇ ପ୍ରକାର ବିଷୟରେ ମଧ୍ୟ ପ୍ରଭୁ ତାଙ୍କର ଦୁଃଖକୁ ଦୂର କଲେ ନାହିଁ ଶେଷ ପର୍ଯ୍ୟନ୍ତ, ମୃତ୍ୟୁ ଯାଏ। କିନ୍ତୁ ତାଙ୍କୁ ଶକ୍ତି ଦେଲେ, ଅନୁଗ୍ରହ ଦେଲେ, ଯେ এই ପ୍ରକାର ଦୁର୍ବଳତାରେ এই ଦୁଃଖକୁ ସହ୍ୟ କରିବା ନିମନ୍ତେ। ଦୁଃଖକୁ ଦୂର କରିନାହାନ୍ତି, ସଫରିଂ ଦୂର ହେଇନାହିଁ, ପେନ୍ ଚାଲିଯାଇ ନାହିଁ, ପେନ୍ ରିଲିଫ ହେଇନାହିଁ, କିନ୍ତୁ ମିଶନ କାର୍ଯ୍ୟରେ ତଥାପି ପାଉଲ ପଛ ଘୁଞ୍ଚା ଦେଉନାହାନ୍ତି। ଏତେ ଦୁଃଖ ଅଛି, ଏତେ ତାଡ଼ନା ଅଛି, ଏତେ
ସମସ୍ୟା ଦେଇ ଗତି କଲା ପରେ ମଧ୍ୟ ସେ ଆନନ୍ଦର ସହିତ ପ୍ରଭୁଙ୍କର ସେବା କରୁଅଛନ୍ତି ଏବଂ ପରମେଶ୍ୱରଙ୍କ ନିକଟରେ ସେ ପ୍ରାର୍ଥନା କରୁଛନ୍ତି। କହୁଛନ୍ତି 3 ଥର ପ୍ରାର୍ଥନା କଲି କିନ୍ତୁ ପ୍ରଭୁଙ୍କର ଉତ୍ତର ଆସୁନାହିଁ। ପରମେଶ୍ୱର କେବଳ ଗୋଟେ କଥା କହିଲେ, ତୁମର ଏଇ ଦୁର୍ବଳତାରେ ଆମର ଅନୁଗ୍ରହ ତୁମର ପାଇଁ ଯଥେଷ୍ଟ। ମାଇ ଗ୍ରେସ୍ ଇଜ୍ ସଫିସିଏଣ୍ଟ ଫର୍ ୟୁ ଇନ୍ ୟୋର ୱିକନେସ୍। ତୁମର ଦୁର୍ବଳତା ସମୟରେ ଅନୁଗ୍ରହ ହିଁ ଯଥେଷ୍ଟ। ତେଣୁ ବେଲେ ବେଲେ ନୋ ଆମମାନଙ୍କର ଜୀବନରେ ନା ମନା କରିଦିଅନ୍ତି ପ୍ରଭୁ, କିନ୍ତୁ ତାଙ୍କର ଅନୁଗ୍ରହ ସେଇ ଜାଗାରେ ଆମମାନଙ୍କୁ ଏତେ ପରିମାଣରେ ଦିଅନ୍ତି ଯେ ସେ ଅନୁଗ୍ରହରେ ଏଇ ଦୁଃଖ, ନିରାଶା, ହତାଶା ଏସବୁ ବିଷୟ ଆମେ ଭୁଲି ଯାଉ ଆଉ ପ୍ରଭୁ ଆମମାନଙ୍କୁ ନମ୍ର କରିଦିଅନ୍ତି। ଏବେ ପାଉଲ ଏତେ ନମ୍ର କରି ଅଛନ୍ତି, ଏତେ ନମ୍ର କରୁଅଛନ୍ତି ଯେ ପରମେଶ୍ୱର ତାଙ୍କର ଅନୁଗ୍ରହ ଢାଲି ଦେବାରୁ ସେ ଆହୁରି ନମ୍ର ହେଇ ସବୁ ଦୁଃଖ, କଷ୍ଟ, ନିନ୍ଦା, ତାଡ଼ନାକୁ ଭୁଲି ଯାଇ ତାଙ୍କର ଉଦ୍ଦେଶ୍ୟ ସୁସମାଚାର ପହଞ୍ଚୁ, ଲୋକ ଉଦ୍ଧାର ପାଆନ୍ତୁ, ନୂଆ ନୂଆ ଗାଁକୁ, ନୂଆ ନୂଆ ଦେଶକୁ, ନୂଆ ନୂଆ ଜାଗାକୁ ପ୍ରଭୁ ତାଙ୍କୁ ନେଉଅଛନ୍ତି। ଏହା ହିଁ ତାଙ୍କୁ ସଦାପ୍ରଭୁଙ୍କର ଅନୁଗ୍ରହ ଏବଂ ସୁସମାଚାର ନିମନ୍ତେ ଦ୍ୱାର ଫିଟାଇ ଦେଉଅଛନ୍ତି। ଏତେ ଦୁଃଖର ସତ୍ତ୍ୱେ ମଧ୍ୟ, ଏତେ ନିନ୍ଦାର ସତ୍ତ୍ୱେ ମଧ୍ୟ, ଏତେ ତାଡ଼ନା ସତ୍ତ୍ୱେ ମଧ୍ୟ ପ୍ରଭୁ ତାଙ୍କର ପ୍ରାର୍ଥନା ଉତ୍ତର ଏମିତି ଆକାରରେ ଦେଉଅଛନ୍ତି ଯେ ଦୁଃଖ ଦୂର କରୁନାହାନ୍ତି। ଦୁଃଖ ଅଛି, ନିରାଶ ଅଛି, ହତାଶ ଅଛି, ବିପଦ ଅଛି, ଆପଦ ଅଛି, ଜେଲ ଯାଉଅଛନ୍ତି, ମାଡ଼ଖାଉ ଅଛନ୍ତି, ବେତ୍ରାଘାତ ସବୁ ଅଛନ୍ତି, କିନ୍ତୁ ଅନୁଗ୍ରହ ଏତେ ପରିମାଣରେ ଯଥେଷ୍ଟ ଯେ এই ସବୁ ଦ ପ୍ରେଜେଣ୍ଟ ସଫରିଂ ଇଜ୍ ନଟ୍ ୱାର୍ଦି ଫର୍ ଦ ଫ୍ୟୁଚର ଗ୍ଲୋରି। ବର୍ତ୍ତମାନର ଦୁଃଖ ଆସନ୍ତାକାଲି ଭବିଷ୍ୟତରେ ଯେଉଁ ଅମ୍ଳାନ ମୁକୁଟ ପାଇବାକୁ ଅଛି, ଅନୁଗ୍ରହର ମୁକୁଟ ପାଇବାକୁ ଅଛି, ତାର ତୁଳନାରେ ଏବେ କିଛି ନୁହେଁ ବୋଲି ପାଉଲ ନିଜେ କହୁଅଛନ୍ତି। ତେଣୁ ସବୁ ଦୁଃଖକୁ ସେ ସହିବା ପାଇଁ ପ୍ରଭୁ ତାକୁ ନମ୍ର କରି ଦେଉଅଛନ୍ତି। ଆଉ ସେଠିରେ ଆମେ ଦେଖୁଅଛୁ ନାର ପଛରେ ଗୋଟେ ବଡ଼ ଉଦ୍ଦେଶ୍ୟ ଆସୁଅଛି, ନମ୍ରତା। ତେଣୁ କେବେ କେବେ ଆମମାନଙ୍କର ପ୍ରାର୍ଥନାର ଉତ୍ତର ଆସେ ନାହିଁ, ଆମେ ନିରାଶ ହେବା ନାହିଁ, ହତାଶ ହେବା ନାହିଁ। ନ ଆସିଲେ ମଧ୍ୟ ସେଥିରେ ମହାନ ଅନୁଗ୍ରହ ପ୍ରଭୁଙ୍କର ଅଛି ଯେ ପରମେଶ୍ୱର ଆମମାନଙ୍କୁ ନମ୍ର କରାଉଅଛନ୍ତି, ପ୍ରଭୁ ଆମମାନଙ୍କୁ ପ୍ରେମ କରୁଅଛନ୍ତି ଏବଂ ତାଙ୍କର ଗୋଟେ ବଡ଼ ଉଦ୍ଦେଶ୍ୟକୁ ପୁରା କରୁଅଛନ୍ତି। ନ କହିବା ମଧ୍ୟରେ ମଧ୍ୟ ପ୍ରଭୁ ପାଉଲକୁ ଅନେକ ଦ୍ୱାର ଫିଟାଇ ଦେଉଅଛନ୍ତି ମିଶନ କାର୍ଯ୍ୟ ପାଇଁ। ଅନେକ ଦେଶକୁ, ଏସିଆର ଅନେକ ଜାଗାକୁ ଆଉ ବିଭିନ୍ନ ଜାଗାକୁ, ୟୁରୋପକୁ ସେ ଯାଇ ସୁସମାଚାର ପ୍ରଚାର କରୁଅଛନ୍ତି। ତାଙ୍କର ଅନୁଗ୍ରହ ଏତେ ଯଥେଷ୍ଟ ହେଉଅଛି। ଯଦି ବାଇବେଲ ଅଛି ଆଉ ଥରେ ପଢ଼ନ୍ତୁ ଆଉ ଗୋଟେ ବିଷୟ, ଦ୍ୱିତୀୟ ବିବରଣୀ 3 ଅଧ୍ୟାୟ 23 ଏବଂ 27। ତିନି କେତେ କହିଲେ ଆଜ୍ଞା? 23-27। ସେହି ସମୟରେ ମୁଁ ସଦାପ୍ରଭୁଙ୍କୁ ବିନତି କରି କହିଲି, ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଆପଣା ଦାସ ନିକଟରେ ଆପଣା ମହିମା ଓ ବଳବାନ ହସ୍ତ ପ୍ରକାଶ କରିବାକୁ ଆରମ୍ଭ କରିଅଛ। ତୁମ୍ଭର କ୍ରିୟା ତୁଲ୍ୟ ଓ ତୁମ୍ଭର ପରାକ୍ରାନ୍ତ କର୍ମ ତୁଲ୍ୟ ଯେ କରିପାରେ, ସ୍ୱର୍ଗରେ କି ମର୍ତ୍ତ୍ୟରେ ଏପରି ଆଉ କିଏ ଅଛି? ପ୍ରେଜ୍ ଦ ଲର୍ଡ। ଏଠି ମୋଶାଙ୍କୁ ପ୍ରଭୁ ଅନୁଗ୍ରହ, ଆଶୀର୍ବାଦ, ଦୟା, କରୁଣା, ମହିମା ପ୍ରକାଶ କରୁଅଛନ୍ତି। କିନ୍ତୁ ସେହି ପରମେଶ୍ୱର ଏବେ ଦିନେ ମୋଶାଙ୍କୁ ଆଉ ଗୋଟେ ଜାଗାକୁ ନେଇ ଦେଖାଉଅଛନ୍ତି। ଯଦି ଆମେ ପଢ଼ିବା ଦ୍ୱିତୀୟ ବିବରଣୀ ପଢ଼ନ୍ତୁ ନାହିଁ 33 ଅଧ୍ୟାୟରେ, ଯଦି ବାଇବେଲରେ ଆମେ ଦ୍ୱିତୀୟ ବିବରଣୀ 33 ଅଧ୍ୟାୟକୁ ଯଦି ଯାଉ, ସେହି ପରମେଶ୍ୱର ମହାନ ରୂପେ ଯେତେବେଳେ ଯାତ୍ରା ପୁସ୍ତକ 33 ଅଧ୍ୟାୟକୁ ଯାଉ, ସେତେବେଳେ ପରମେଶ୍ୱର ତାଙ୍କରି ମହିମା ମୋଶାଙ୍କୁ ଦେଖାଇବାର ସାଥେ ସାଥେ ମନା କରିଦେଉଅଛନ୍ତି ଗୋଟେ ବିଷୟ। ପରମେଶ୍ୱର ମୋଶାଙ୍କୁ ଗୋଟେ ବିଷୟରେ ମନା କରିଦେଉଅଛନ୍ତି। ପରମେଶ୍ୱର ମୋଶାଙ୍କୁ କେବଳ ଦେଖାଇଲେ ପ୍ରତିଜ୍ଞାର ଦେଶକୁ, ଗୋଟେ ପାହାଡ଼କୁ ନେଇଯାଉଅଛନ୍ତି ଏବଂ ପ୍ରତିଜ୍ଞାର ଦେଶକୁ ଦେଖାଉଅଛନ୍ତି। ଆଉ ମୋଶାଙ୍କୁ କହିଲେ ତୁମେ ପ୍ରତିଜ୍ଞାର ଦେଶରେ ପ୍ରବେଶ କରିପାରିବ ନାହିଁ। 1ରୁ ଯଦି ଆମେ 1, 2, 3 ପଢ଼ୁ, ସେଥିରେ ଏଠି ଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ଆମେ ଅବ୍ରାହମ, ଇସାକ, ଯାକୁବ ନିକଟରେ ଶପଥ କରି ଯେଉଁ ଦେଶ ବିଷୟରେ
କହିଥିଲୁ ତୁମ ବଂଶକୁ ଏଇ ଦେଶ ଦେବା, ସେହି ଦେଶକୁ ଯିବା ପାଇଁ ତୁମେ ଓ ମିଶ୍ରରୁ ଆଣିତ ଲୋକମାନେ ଏହି ସ୍ଥାନକୁ ପ୍ରସ୍ଥାନ କର। ଆମ୍ଭେ ତୁମ ଆଗାଗେ ଏକ ଦୂତ ପଠାଇବା, ପୁଣି ଆମେ କିଣାନୀୟ ଓ ଉମରୀୟ, ହିର୍ଦୀୟ, ପୁରିସୀୟ, ହିର୍ତୀୟ ଓ ଜିବୁସୀୟ ଲୋକମାନଙ୍କୁ ତୋଡ଼ିଦେବା। ଏହି ନିମନ୍ତେ ସେହି ଦୁଗ୍ଧ ମଧୁ ପ୍ରବାହିତ ଦେଶକୁ ଯାଅ। ମାତ୍ର ଆମ୍ଭେ ତୁମର ମଧ୍ୟବର୍ତ୍ତୀ ହୋଇ ଯିବା ନାହିଁ। ଗଲେ ଆମ୍ଭେ ପଥ ମଧ୍ୟରେ ତୁମକୁ ସଂହାର କରିବା, କାରଣ ତୁମେ ଶକ୍ତଗ୍ରୀବା ଲୋକ। ଏଇଠି ଆମେ ଦେଖୁଛୁ ପରମେଶ୍ୱରଙ୍କର ଯେଉଁ ଦର୍ଶନ ମୋସାଙ୍କୁ ଦେଲେ, କଥା କହିଲେ, ଗୁରୁତ୍ୱ ବିଷୟ ଏଠି କିଛି ବିଷୟ ଅଛି। ପ୍ରଭୁ ମୋସାଙ୍କୁ 3ଟା ବିଷୟ କହିଲେ। ଆମେ ତୁମକୁ ରାସ୍ତା ଖୋଲି ଦେଉଅଛୁ ତୁମେ ଯିବା ପାଇଁ। ବହୁତ ବଡ଼ ରାସ୍ତା ଖୋଲି ଅଛୁ। ପ୍ରତିଜ୍ଞାର ଦେଶ ସାମ୍ନାରେ ଅଛି। ଦେଖ, ପାହାଡ଼ ଉପରକୁ ନେଇଗଲେ ଦେଖାଉଅଛନ୍ତି, ଏଇ ଦେଶକୁ ଦେଖ, ଏଇ ଦେଶରେ ତୁମେ ତୁମରି ପ୍ରତିଜ୍ଞା ଯାହା ଆମେ କରିଅଛୁ ତୁମର ଇସ୍ରାଏଲ ଲୋକମାନଙ୍କୁ ନେଇକରି ଯାଅ। ତାପରେ କହୁଅଛନ୍ତି ତୁମର ପାଇଁ ରାସ୍ତା ଖୋଲି ଦେଉଅଛୁ, ଏ ଦୁଗ୍ଧ ମଧୁ ଦେଶ ତୁମକୁ ଦେଲୁ, ତୁମର ସହିତ କିଏ ଯିବ? ଦୂତମାନେ ଯିବେ, ତୁମକୁ ବିଜୟୀ ମଧ୍ୟ ଦେବୁ। ଏହା କହିଲା ପରେ ମୋସା ଯଦି 11-12 ଆଡ଼କୁ ଯାଉଅଛୁ, 13, 14, 15 ଆଡ଼େ ମୋସା ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଏ ରାସ୍ତା ଖୋଲିଥିଲେ ମଧ୍ୟ ଏ ଦୁଗ୍ଧ ମଧୁ ପ୍ରବାହିତ ଦେଶ, ଏତେ ଆଶୀର୍ବାଦ, ଏତେ ସବୁ ସ୍ୱର୍ଗୀୟ ଦୂତ ଦେଲେ ମଧ୍ୟ ଯଦି ତୁମର ଉପସ୍ଥିତି ନାହିଁ, ଇସ୍ରାଏଲ ଲୋକମାନଙ୍କୁ ମୁଁ ନେଇକରି ଯିବି ନାହିଁ। ତାପରେ ପରମେଶ୍ୱର କହିଲେ, ଠିକ ଅଛି, ଆମର ଶ୍ରୀମୁଖ ତୁମର ସହିତ ଯିବ, ମାଇ ପ୍ରେଜେନ୍ସ ଶାଲ୍ ବି ଗୋ ୱିଥ୍ ୟୁ। କିନ୍ତୁ ତ ସହିତ ଆମେ ଆହୁରି ଦେଖୁଛୁ, ପରମେଶ୍ୱର କହିଲେ, ମୋସା ତୁମେ ଏହି ଦେଶରେ ପ୍ରବେଶ କରିପାରିବ ନାହିଁ। ତେଣୁ ସେଇଠି ମୋସାଙ୍କର ପ୍ରାର୍ଥନାକୁ ପ୍ରଭୁ, ମୋସା ଯେତେବେଳେ ରିକ୍ୱେଷ୍ଟ କରୁଅଛନ୍ତି, ପ୍ରଭୁ ମୋତେ ଜର୍ଦ୍ଦନର ଆରପାରିରେ ପ୍ରତିଜ୍ଞାର ଦେଶରେ ପାଦ ରଖିବା ପାଇଁ ଟିକିଏ ଦିଅ, ମୋତେ ପାଦ ରଖିବାକୁ ଦିଅ ପ୍ରଭୁ, ସେଇ ଦେଶକୁ ଦେଖେ, ସେ ଜମିରେ ମୋର ପାଦ ଟିକେ ପଡୁ। এই ପ୍ରକାର କହିଲା ବେଳେ ପରମେଶ୍ୱର ମୋସାଙ୍କର ପ୍ରାର୍ଥନାକୁ ମନା କରିଦେଉଛନ୍ତି ନାହିଁ। ଆଉ ମୋସା ସେଇଦିନ ପ୍ରତିଜ୍ଞାର ଦେଶରେ ପ୍ରବେଶ କରିପାରିଲେ ନାହିଁ। କିନ୍ତୁ ନ ଯିବାର ଅର୍ଥ ଯେ ପ୍ରଭୁ ମୋସାଙ୍କୁ ସେଠି ରିଜେକ୍ଟ କରିଦେଇ ନାହାନ୍ତି। ନା କହିବାର ଅର୍ଥ ଯେ ପରମେଶ୍ୱର ମୋସାଙ୍କୁ ପ୍ରେମ କରୁନଥିଲେ, ନା କହିବାର ଅର୍ଥ ମୋସା ଯେ ଧାର୍ମିକ ବ୍ୟକ୍ତି ନଥିଲେ ବା ପବିତ୍ର ବ୍ୟକ୍ତି ନଥିଲେ ବା ପରମେଶ୍ୱର ମୋସାଙ୍କୁ କ୍ଷମା କରିନଥିଲେ ବା ଦୟା କରିନଥିଲେ, ତାହା ନୁହେଁ। କିନ୍ତୁ ନା କହିବାର ମିନିଂ ପରମେଶ୍ୱରଙ୍କର ବଡ଼ ଉଦ୍ଦେଶ୍ୟ, ତାଙ୍କର ବଡ଼ ଯୋଜନା, ତାଙ୍କର ବଡ଼ ବିଷୟକୁ ସେ ସେଠି ସଫଳତା କରୁଅଛନ୍ତି। ତେଣୁ ପରମେଶ୍ୱରଙ୍କର ମହାନ ନାମକୁ ଧନ୍ୟବାଦ ଓ ତାଙ୍କର ଉଦ୍ଦେଶ୍ୟ ସେଠି ସଫଳ କଲେ। ଆଉ ଆମେ ଦେଖୁଅଛୁ ମୋସାଙ୍କର ମୃତ୍ୟୁ ସେଠି ହେଉଅଛି ଏବଂ ମୋସାଙ୍କର କବରକୁ ପରମେଶ୍ୱର ସିକ୍ରେଟ କରିଦେଉଅଛନ୍ତି, ଲୁଚାଇ ଦେଉଅଛନ୍ତି। କିନ୍ତୁ ଲେଗେସି ଆସୁଅଛି, ଉତ୍ତରାଧିକାରୀ ରୂପେ ଜିହୋଶୁଆକୁ ଲିଡରସିପ୍ ଦେଉଅଛନ୍ତି ଏବଂ ଜିହୋଶୁଆ ଏମାନଙ୍କୁ ନେଇ ପ୍ରତିଜ୍ଞାର ଦେଶରେ ପ୍ରବେଶ କରୁଅଛନ୍ତି। ତେଣୁ ଆମର ପ୍ରାର୍ଥନାର ଉତ୍ତର ନ ଆସିବାର ପଛରେ ପ୍ରଭୁ ଅନେକ ସମୟରେ ଆମମାନଙ୍କୁ ସୁରକ୍ଷା କରନ୍ତି, ଆମମାନଙ୍କୁ ରକ୍ଷା କରନ୍ତି, ଆମମାନଙ୍କୁ ସାହାଯ୍ୟ କରନ୍ତି, ଆମମାନଙ୍କୁ ନମ୍ର କରନ୍ତି ଏବଂ ଆମମାନଙ୍କୁ ସୁରକ୍ଷା ଦେଇଥାନ୍ତି। ତେଣୁ ସଦାପ୍ରଭୁଙ୍କର ମହାନ ନାମକୁ ଧନ୍ୟବାଦ ହଉ ଯେ ପରମେଶ୍ୱର ଆମମାନଙ୍କୁ ଅନେକ ସମୟରେ ସୁରକ୍ଷା ଦିଅନ୍ତି। ନଆର ପଛରେ ବି, ଉତ୍ତର ନ ଆସିବାର ପଛରେ ବି ପ୍ରଭୁ ଆମମାନଙ୍କୁ ସୁରକ୍ଷା ଦେବା ପାଇଁ ଚିନ୍ତା କରନ୍ତି। ତେଣୁ ସଦାପ୍ରଭୁଙ୍କର ମହାନ ନାମକୁ ଧନ୍ୟବାଦ ହଉ, ଯେଉଁ ପରମେଶ୍ୱର ସେ ଆମମାନଙ୍କର ଚଟାଣ, ସେ ଆମମାନଙ୍କର ଶଲ୍ୟ, ସେ ଆମମାନଙ୍କର ପ୍ରଭୁ, ସେ ଆମମାନଙ୍କର ସୃଷ୍ଟିକର୍ତ୍ତା, ସିଏ ଆମମାନଙ୍କର ଆଗାମୀ ବିଷୟକୁ ଜାଣନ୍ତି। ଆଗେ କ'ଣ ହେବାକୁ ଯାଉଅଛି, ଯାହା ଆଦ୍ୟରୁ ଶେଷ ବିଷୟକୁ ଜାଣନ୍ତି ବୋଲି ବାଇବେଲରେ ଲେଖାଯାଏ। ସେ ଆଦ୍ୟରେ ଥିଲେ ଏବଂ ଆଦ୍ୟରୁ ଆମମାନଙ୍କର ଅନ୍ତିମ ବିଷୟ, ଆମମାନଙ୍କର ଶେଷ ବିଷୟକୁ ଜାଣିବାର ପରମେଶ୍ୱର। ତେଣୁ ସେଇଦିନ ମୋସାଙ୍କୁ ଉତ୍ତରରେ ନା କହିଲେ, ଯଦ୍ୟପି ସମସ୍ତଙ୍କୁ ପ୍ରତିଜ୍ଞାର ଦେଶରେ ପ୍ରବେଶ କରିବା ପାଇଁ ଦେଲେ, ତଥାପି ପ୍ରଭୁ ମୋସାକୁ ମନା କଲେ। ଆଉ ମୋସାକୁ ସେହି ଜାଗାରେ, ସେହି ପର୍ବତରେ ପ୍ରଭୁ ତାଙ୍କରି କବର ଦେଉଅଛନ୍ତି ଏବଂ ମୋସାଙ୍କର କବର ଆଜି ପର୍ଯ୍ୟନ୍ତ ଗୁପ୍ତ ରହିଅଛି। ଆଉ ବିଗତ ଦିନମାନଙ୍କରେ ବୋଧେ ମୁଁ କହିଥିଲି ଯେ ମୋସାଙ୍କର କବରର 5ଟି ରହସ୍ୟ। ତେଣୁ ପରମେଶ୍ୱରଙ୍କର ମହାନ ନାମକୁ ଧନ୍ୟବାଦ ହଉ
ଯେ ଆମେ ଦେଖୁଅଛେ ଏଠି ପ୍ରଭୁ ସୁରକ୍ଷା କରୁଅଛନ୍ତି ଆଗାମୀ ବିପଦରୁ, ଆଗାମୀ ସମସ୍ୟାରୁ, ଆଗାମୀ ଶୈତାନର ପରୀକ୍ଷାରୁ, ହେଇପାରେ ପାପରେ ପଡ଼ିଯିବା ପୂର୍ବରୁ, ହେଇପାରେ କୌଣସି ବଡ଼ ବିପଦ ଆଗେ ଥାଇପାରେ। ପ୍ରଭୁ ଆରମ୍ଭରୁ ଶେଷକୁ ଜାଣିବାର ପରମେଶ୍ୱର, ସେ ଅନେକ ସମୟରେ ପ୍ରାର୍ଥନାର ଉତ୍ତରରେ ନୋ କହି ଦେଇଥାନ୍ତି। ତେଣୁ 10 ବର୍ଷର ପିଲାକୁ ଆମେ ଚାବି ଦଉନାହିଁ, ଯଦ୍ୟପି ସେ ଗାଡ଼ି ଚଲାଇ ଜାଣିଛି, ତଥାପି ଆମମାନଙ୍କୁ ଭୟ ଅଛି ଆକ୍ସିଡେଣ୍ଟ ହେଇଯାଇପାରେ। ଗୋଟେ ସାଧାରଣ ଗୋଟେ କମନ ସେନ୍ସରେ ଆମର ହ୍ୟୁମାନ୍, ଯଦି ଗୋଟେ ବାପା ହିସାବରେ, ମା ହିସାବରେ ଆମର ପୁଅକୁ ଆମେ ପ୍ରେମ କରିଥାଉ, ଚାବି ନ ଦେବାର ମାନେ ଯେ ଆମ ପୁଅକୁ ପ୍ରେମ କରୁନାହିଁ। ଗାଡ଼ି ଚଲାଇବାକୁ ଅନୁମତି ନ ଦେବାର ମାନେ ଯେ ଆମର ପୁଅକୁ ଆମେ ମନା କରିଦେଉଛୁ, ଯେ ଦ୍ୟାଟ୍ ମିନ୍ସ वी आर नॉट लविंग आवर सन। ତାର ଅର୍ଥ ନୁହେଁ ଯେ ଆମର ପୁଅକୁ ଆମେ ପ୍ରେମ କରୁନାହିଁ କି ଆମର ଝିଅକୁ ଆମେ ପ୍ରେମ କରୁନାହିଁ, ତାହା ନୁହେଁ। ଆମେ ପ୍ରେମ କରୁଅଛୁ, ତାର ଆଗାମୀ ଭବିଷ୍ୟତକୁ ଆମେ ଜାଣିଅଛୁ, ତାର ଗତିବିଧିକୁ ଆମେ ଜାଣିଅଛୁ, ତାର ଭଳମନ୍ଦ ଆମେ ଜାଣିଅଛୁ, ତାର ନେଚରକୁ ଆମେ ଜାଣୁଅଛୁ, ତାର କ୍ୟାରେକ୍ଟରକୁ ଆମେ ବୁଝୁଅଛୁ। ତେଣୁ ଯଦି ସ୍ୱୟଂ ପରମେଶ୍ୱର ଆମମାନଙ୍କୁ ନିର୍ମାଣ କରିଅଛନ୍ତି ଏବଂ ସେ ବିଗିନିଂରୁ ଶେଷକୁ ଜାଣନ୍ତି, ତାହେଲେ ସେ ସବୁ ବିଷୟ ଆମର ଜାଣିଅଛନ୍ତି। ତେଣୁ ଆମମାନଙ୍କୁ ସେ ନମ୍ର କରିବାର ସାଥେ ସାଥେ ଅନୁଗ୍ରହ ଦେଉଅଛନ୍ତି ଯେ ଆମେ ଏହି ପ୍ରକାର ଦୁଃଖ, କଷ୍ଟ, ନିନ୍ଦା, ତାଡ଼ନାକୁ ସହ୍ୟ କରି ବିଜୟ ହୋଇ ଆଗକୁ ବଢ଼ିବା ପାଇଁ, ତତ୍ସହିତ ଆମମାନଙ୍କର ପ୍ରାଣର ସୁରକ୍ଷା ସେ ଦେବା ପାଇଁ ଚାହାନ୍ତି। ଗୋଟେ ବାପା ଗୋଟେ ପିଲାକୁ ସୁରକ୍ଷା ଦେବା ପାଇଁ 10 ବର୍ଷର ପୁଅକୁ ଚାବି ଦେଉନାହିଁ, କାର ଚଲାଇବା ପାଇଁ ଅନୁମତି ଦେଉନାହିଁ, ମୋଟର ସାଇକେଲ ଚଲାଇବା ପାଇଁ ଅନୁମତି ଦେଉନାହିଁ। ସେ ଚାହେଁ ତାର ପ୍ରାଣର ସୁରକ୍ଷା ରହୁ, କାଲେ ସେ ଆକ୍ସିଡେଣ୍ଟ ହେଇଯିବ। ତେଣୁ ଆମଙ୍କର ପିତା ମଧ୍ୟ ଜାଣିଅଛନ୍ତି କାଲେ ଆମମାନେ ଆଗାମୀ ଦିନରେ କ'ଣ ହେଇଯିବ କ'ଣ ନାହିଁ, ଏ ଆଶୀର୍ବାଦ ଦ୍ୱାରା କି ଅନୁଗ୍ରହ ଦ୍ୱାରା କି ପ୍ରାର୍ଥନା ଉତ୍ତର ଦ୍ୱାରା ଆମେ ଜାଣିନେ, ତାହା ପ୍ରଭୁ ଜାଣିଅଛନ୍ତି ଭଲ ରୂପେ। ତେଣୁ ପରମେଶ୍ୱରଙ୍କର ମହାନ ନାମକୁ ଧନ୍ୟବାଦ ହଉ। ପରମେଶ୍ୱର ଆମମାନଙ୍କୁ ସୁରକ୍ଷା କରନ୍ତି। କେଉଁଠିରୁ ସୁରକ୍ଷା କରନ୍ତି? ଭୁଲ ସଙ୍ଗତିରୁ, ଭୁଲ ଲୋକମାନଙ୍କର ଦ୍ୱାରା ଅନେକ ସମୟରେ ଆମେ ଚାଲିଥାଉ, ଗମନାଗମନ କରୁ, ତାହାଙ୍କର ଠାରୁ ସୁରକ୍ଷା କରନ୍ତି। ସେଇ ସମୟ, ସେଇ ପିରିୟଡ଼, ସେଇ ଟାଇମ୍ ଗୋଟେ ଗଲତ ସମୟ ବା ଭୁଲ ସମୟ ଥାଏ, ବ୍ୟାଡ୍ ପିରିୟଡ଼, ବ୍ୟାଡ୍ ଟାଇମ୍ ଠାରୁ ଆମମାନଙ୍କୁ ସୁରକ୍ଷା କରନ୍ତି। ଦେନ୍ ଆମମାନଙ୍କର ଗନ୍ତବ୍ୟ ପଥରୁ ଆମମାନଙ୍କୁ ସୁରକ୍ଷା କରନ୍ତି। ଯେଉଁ ଗନ୍ତବ୍ୟ ପଥରେ ଯାଉଅଛୁ, ହେଇପାରେ ସେହି ରାସ୍ତା ସୁଗମ ଆମମାନଙ୍କୁ ଦିଶୁଅଛି, ବହୁତ ଭଲ ଦିଶୁଅଛି, ବହୁତ ଆମମାନଙ୍କର ସାଙ୍ଗସାଥି ଭଲ ଦିଶୁଅଛନ୍ତି, କିନ୍ତୁ ବେଳେ ବେଳେ ସେହି ରାସ୍ତାରୁ ପ୍ରଭୁ ଆମମାନଙ୍କୁ ଓହରାଇ ଦେଇଥାନ୍ତି, ଆମମାନଙ୍କୁ ଅଟକାଇ ଦିଅନ୍ତି, ଆମମାନଙ୍କୁ ସୁରକ୍ଷା ଦିଅନ୍ତି। ଏହି ପ୍ରକାର ଗଲତ ରାସ୍ତାରେ, ଗଲତ ଲୋକଙ୍କର ସଙ୍ଗତିରେ, ଗଲତ ଲୋକଙ୍କର ସହିତ ବିଲିୟମ ଭବିଷ୍ୟତ ବକ୍ତା ବାଲାମର ଲୋକମାନଙ୍କ ସହିତ ସେ ଇସ୍ରାଏଲର ବିରୁଦ୍ଧରେ ଭବିଷ୍ୟତବାଣୀ କରିବା ପାଇଁ ଯିବାକୁ ମନସ୍ଥ କରୁଅଛନ୍ତି। ଆଉ ସେଇ ଜାଗାରେ ପରମେଶ୍ୱର ବିଲିୟମର ପ୍ରାର୍ଥନାର ଉତ୍ତରରେ ନୋ କହିଲେ ଏବଂ କହିଲେ, ଆମେ ତୁମକୁ ଯାହା କହିବୁ ତୁମେ ତାହା ହିଁ ବିଲିୟମକୁ କୁହ। ଗଣନା 22 ଅଧ୍ୟାୟ 22 ପଦରୁ 35ରେ ଆମେ ଦେଖୁଅଛୁ। ନ ତ ବିଲିୟମ ଯାଇ ଇସ୍ରାଏଲ ଲୋକମାନଙ୍କର ବିରୁଦ୍ଧରେ ଅଭିଶାପ ଦେବା ନିମନ୍ତେ ସେ ରେଡି ହେଉଅଛି, କିନ୍ତୁ ସେହି ରାତ୍ରିରେ ପରମେଶ୍ୱର ତାଙ୍କୁ ଦର୍ଶନ ଦେଇ କହୁଅଛନ୍ତି, ହେ ବିଲିୟମ, ତୁମେ ବାଲାମର ଲୋକମାନଙ୍କର ସହିତ ସୈନ୍ୟ ସାମନ୍ତ ଯେଉଁ ଆସିଅଛନ୍ତି, ଏମାନଙ୍କର ସହିତ ଯାଇ ପରମେଶ୍ୱରଙ୍କର ଲୋକମାନଙ୍କର ବିରୋଧରେ ତୁମେ ଅଭିଶାପ କରିବ ନାହିଁ। ତେଣୁ ରାସ୍ତାରେ ଆମେ ଦେଖୁଅଛୁ, ଗଧର ମୁଖକୁ ଖୋଲି ପରମେଶ୍ୱର ଏଡ଼େ ବଡ଼ ଭବିଷ୍ୟତ ବକ୍ତାଙ୍କୁ କଥା କହୁଅଛନ୍ତି। ସ୍ୱର୍ଗଦୂତ ଖଡ୍ଗ ଧରି ରାସ୍ତାରେ ଠିଆ ହେଉଅଛନ୍ତି, ଏହାକୁ ଶିଖାଉଅଛନ୍ତି ପରମେଶ୍ୱର। ସ୍ୱପ୍ନରେ ବି କଥା କହିଲେ, ଏବେ ରାସ୍ତାରେ ଗୋଟେ ସାଧାରଣ ଗଧର ମୁଖ ଦେଇ ମଧ୍ୟ ପ୍ରଭୁ କଥା କହୁଅଛନ୍ତି ବିଲିୟମକୁ। ଆଉ ଯେତେବେଳେ ବିଲିୟମ ମଧ୍ୟ ଗଲା, 7ଟି ଯଜ୍ଞବେଦୀ ନିର୍ମାଣ କରୁଅଛି ଏବଂ ରାଜା ଏବଂ ଲୋକମାନଙ୍କର ସହିତ ସେଠି ପ୍ରାଚୀନମାନଙ୍କ ସହିତ ଠିଆ ଉଠି ସେହି ବେଦୀରେ ଯେତେବେଳେ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରୁଅଛନ୍ତି, ସେହି ସମୟରେ ମଧ୍ୟ ଆକାଶରେ ଏହି ବାଣୀ ହେଉଅଛି, ଉଲ୍ଟା ଆଶୀର୍ବାଦ ଆସୁଅଛି, ଅଭିଶାପ ଆସୁ ନାହିଁ। ଯାହାକୁ ଆମେ ମନୋନୀତ କରିଅଛୁ, ଯେଉଁ ପରମେଶ୍ୱର ଯାହାକୁ ମନୋନୀତ କରିছে, ସେମାନଙ୍କର ବିରୁଦ୍ଧରେ ଆମେ କି ଅଭିଶାପ ଦେବା? ସେମାନେ ଆଶୀର୍ବାଦର ପାତ୍ର ଇସ୍ରାଏଲ ଲୋକ ଅଟନ୍ତି। ଏହି ପ୍ରକାର ସେଇଦିନ ବିଲିୟମ ଆଶୀର୍ବାଦ ଦେଉଅଛି ଏବଂ ବାଲାମ
ର ଯୋଉ ସପକ୍ଷବାଦୀ ହେଇ ଏଇ ଲୋକ ଯାଇଥିଲା ସେଇ ସପକ୍ଷବାଦୀ ଆଉ ହେଉନାହିଁ। ତେଣୁ ପରମେଶ୍ୱରଙ୍କର ମହାନ ନାମକୁ ଧନ୍ୟବାଦ ହଉ କି ପରମେଶ୍ୱର ଏଇ ପ୍ରକାର ମଧ୍ୟ ଆମମାନଙ୍କୁ ଶିଖାଉଅଛନ୍ତି, ସୁରକ୍ଷା ଦେଉଅଛନ୍ତି। ଏବେ ଇସ୍ରାଏଲ ଲୋକମାନଙ୍କୁ ସୁରକ୍ଷା ଦେଲେ ସେଇଦିନ। ଏଇ ଭବିଷ୍ୟତ ବକ୍ତା ଜିହୁଦୀ ବଂଶ ଗୋତ୍ରର ଲୋକ ନଥିଲେ, ଇସ୍ରାଏଲ ବଂଶର ଲୋକ ନଥିଲେ। ଏଇ ବିଲିୟମ ଅନ୍ୟ ଜାତିର ଭବିଷ୍ୟତ ବକ୍ତା ଅଟନ୍ତି। ଏ ରାସ୍ତାରେ ଆମେ ଏମାନଙ୍କୁ ସାକ୍ଷାତ କରୁଅଛନ୍ତି। କିନ୍ତୁ ପରମେଶ୍ୱର ଜଣେ ଭବିଷ୍ୟତ ବକ୍ତାଙ୍କୁ ମଧ୍ୟ ବିଜାତି ଲୋକମାନଙ୍କ ଠାରୁ ଆଣିଅଛନ୍ତି। ଇସ୍ରାଏଲର ମନୋନୀତ ଲୋକମାନଙ୍କର ମଧ୍ୟରେ ଭବିଷ୍ୟତ ବକ୍ତା ନୁହେଁ, ମୋଶା ହିଁ ଅଛନ୍ତି। ସେଇ ସମୟରେ ଯେଉଁମାନଙ୍କୁ ଇସ୍ରାଏଲ ଲୋକମାନଙ୍କୁ ନେଇକରି ଯାଉଅଛନ୍ତି। କିନ୍ତୁ ଏଇ ଜଣେ ଭବିଷ୍ୟତ ବକ୍ତା ବିଲିୟମ ଏ ବିଜାତି ଲୋକ ରାସ୍ତାରେ ଦେଖୁଅଛନ୍ତି, ଆଉ ଗୋଟେ ଦେଶ ମଧ୍ୟରେ ରାସ୍ତାରେ ଯିବା ମଧ୍ୟରେ। ତେଣୁ ପରମେଶ୍ୱରଙ୍କର ମହାନ ନାମକୁ ଧନ୍ୟବାଦ ହଉ ଯେ ଏଇ ଭବିଷ୍ୟତ ବକ୍ତା ଯେତେବେଳେ ଭୁଲ କାର୍ଯ୍ୟ କରିବା ପାଇଁ ଯାଉଅଛନ୍ତି, ଗଲତ ସଙ୍ଗତିରେ ଗଲତ ଲୋକମାନଙ୍କ ସହିତ ତାଙ୍କର ସମୟ, ତାଙ୍କର ବେଲା, ତାଙ୍କର ଗନ୍ତବ୍ୟ ପଥରେ ସେହି ଭୁଲ ରାସ୍ତାରେ ଯିବା ସମୟରେ, ଭୁଲ ମନ୍ତବ୍ୟ ଦେବା ସମୟରେ ପରମେଶ୍ୱର ସେଠି ଠିଆ ହେଉଅଛନ୍ତି ଏବଂ ଗଧର ମୁଖକୁ ଖୋଲି ଦେଉଅଛନ୍ତି। ଆଉ ଜଣେ ମହାନ ଭବିଷ୍ୟତ ବକ୍ତାକୁ ସୁଧାରୁଅଛନ୍ତି। ଡାଇରେକ୍ଟ ସ୍ୱପ୍ନରେ ମଧ୍ୟ ଦର୍ଶନରେ କଥା କହିଲେ, ରାସ୍ତାରେ ଗଧର ମୁଖ ଦେଇ ପ୍ରଭୁ କଥା କହୁଅଛନ୍ତି। ତେଣୁ ଅନେକ ସମୟରେ ପ୍ରଭୁ ଆମମାନଙ୍କୁ ସୁରକ୍ଷା ଦେବା ପାଇଁ এই প্রকার নোর শব্দ আসিথায়, মানে প্রার্থনার উত্তরে নো আসিথায়। তেଣୁ ପରମେଶ୍ୱରଙ୍କର ମହାନ ନାମକୁ ଧନ୍ୟବାଦ ହଉ। ପରମେଶ୍ୱର ନା ବା ନୋ କହିବାର ପଛରେ ଆମମାନଙ୍କର ଧୈର୍ଯ୍ୟର ମଧ୍ୟ ପରୀକ୍ଷା ନିଅନ୍ତି। ଆମେ କେତେ ଧୈର୍ଯ୍ୟଶୀଳ ତାହା ମଧ୍ୟ ଦେଖନ୍ତି, ତାହା ମଧ୍ୟ ଜାଣିବା ପାଇଁ ଚାହାନ୍ତି। ଗୀତ ସଂହିତା 37:14 ଲେଖାଯାଏ, ପ୍ରଭୁଙ୍କର ପ୍ରତୀକ୍ଷା କର, ଅପେକ୍ଷା କର। ତେଣୁ ସଦା ପ୍ରଭୁଙ୍କୁ ଯେତେବେଳେ ଆମେ ଅପେକ୍ଷା କରୁଅଛୁ, ପରମେଶ୍ୱରଙ୍କୁ ଯେତେବେଳେ ଆମେ ଅପେକ୍ଷା କରୁଅଛୁ, এই অপেক্ষা করিবার সময়ে প্রার্থনার উত্তর অনেক সময় নো বা না বা নাহি শব্দ শুণিবাকু পড়িথায়ে। পরমেশ্বর ଆମମାନଙ୍କୁ ଉତ୍ତର ଦେଇ ନଥାନ୍ତି ବା ବେଳେ ବେଳେ ଶୀଘ୍ର ଆମର ଉତ୍ତର ଆସେ ନାହିଁ। ତେଣୁ ସଦାପ୍ରଭୁଙ୍କର ମହାନ ନାମକୁ ଧନ୍ୟବାଦ ହଉ। এই ପ୍ରକାର ସମୟରେ ଧୈର୍ଯ୍ୟ ଆମମାନଙ୍କର ଜୀବନରେ କାର୍ଯ୍ୟ କରିଥାଏ। ମଣିଷ ବାହ୍ୟ ରୂପେ ଦେଖେ, କିନ୍ତୁ ସଦାପ୍ରଭୁ ଆମର ଅନ୍ତଃକରଣକୁ ଦେଖନ୍ତି। ପ୍ରଭୁ ଆମର ବସିବା, ଉଠିବା, ଚାଲିବା, ଖେଳିବା ବିଷୟକୁ ଜାଣିବାର ପରମେଶ୍ୱର। ତେଣୁ ଏଇ ଧୈର୍ଯ୍ୟ ମଧ୍ୟ ଆମମାନଙ୍କୁ ଆବଶ୍ୟକତା ବା ଧୈର୍ଯ୍ୟ এই ସମୟରେ ଦରକାର ଅଟେ। ଯଦ୍ୟପି ଗୀତ ସଂଗୀତ ଯଦ୍ୟପି ଆମେ ଦେଖୁଅଛୁ ଅବ୍ରାହମର ବିଷୟରେ ଆଦି ପୁସ୍ତକ 12 ଅଧ୍ୟାୟରେ ଅବ୍ରାହମକୁ ପରମେଶ୍ୱର ଡାକିଲେ। 12ରୁ 21 ଅଧ୍ୟାୟ ପର୍ଯ୍ୟନ୍ତ ସାଇଲେନ୍ସ ଅଛି, ଗୋଟେ ମଧ୍ୟ ପୁତ୍ର ସନ୍ତାନ ନାହିଁ। 21 ଅଧ୍ୟାୟରେ ପ୍ରଭୁ ସେଇଦିନ ମାତ୍ର ଗୋଟେ ପୁତ୍ର ଦେଉଅଛନ୍ତି, ଇସାହାକକୁ। ଆଉ ସେଇ ସମୟ 100 ବର୍ଷ ହେଇଯାଇଅଛି। ସେଇ ସମୟ ବୃଦ୍ଧ ସମୟ ହେଇଯାଇଅଛି। ସେଇ ସମୟ ଯାହା ଅତି ବୟସ୍କ ହେଇଯାଇଅଛି। ଆଉ ଏଇ ପ୍ରକାର ସମୟରେ ପ୍ରଭୁ ତାଙ୍କର ପ୍ରତିଜ୍ଞାକୁ ପୁରା କରୁଅଛନ୍ତି। ତେଣୁ ବେଳେ ବେଳେ ପ୍ରତିଜ୍ଞାକୁ ପୁରା କରିବା ପାଇଁ, ପରମେଶ୍ୱରଙ୍କର ପ୍ରତିଜ୍ଞା ଆମମାନଙ୍କର ଜୀବନରେ ପୁରା ହେବା ପାଇଁ ଅନେକ ସମୟରେ ପରମେଶ୍ୱର ଆମମାନଙ୍କର ଧୈର୍ଯ୍ୟକୁ ମଧ୍ୟ ପ୍ରତୀକ୍ଷା କରିଥାନ୍ତି ବା ଅପେକ୍ଷା କରିଥାନ୍ତି। ଆମମାନଙ୍କର କି ପ୍ରକାର ଧୈର୍ଯ୍ୟ ଅଛି, କି ପ୍ରକାର ମନୋଭାବ ଅଛି। ଆମେ ଅନେକ ସମୟରେ ଆଜି ହେଇଯାଉ, ଏବେ ହେଇଯାଉ, ସବୁ କିଛି ଏବେ ତୁରନ୍ତ ହେଇଗଲେ ଭଲ ହେଇଯିବ, এই ପ୍ରକାର ଭାବିଥାଉ। କିନ୍ତୁ ମହାନ ପରମେଶ୍ୱର ଯେଉଁ ଅବ୍ରାହମକୁ ଡାକିଲେ, ଯାହାଙ୍କର ସହିତ କଥା ହେଉଥିଲେ, ତଥାପି ତାଙ୍କୁ ପ୍ରତିଜ୍ଞାର ସନ୍ତାନ ଦେବା ପାଇଁ ଦୀର୍ଘ ବର୍ଷ କରୁଅଛନ୍ତି। ଆଉ ତାଙ୍କୁ ଶେଷ 100 ବର୍ଷ ହେଇଯାଉଛି, ବୁଢ଼ା ହେଇଯାଉଅଛନ୍ତି। କିନ୍ତୁ ପରମେଶ୍ୱର ପରିତ୍ୟାଗ କରିନାହାନ୍ତି, ପରମେଶ୍ୱର ଭୁଲି ଯାଇ ନାହାନ୍ତି। ପ୍ରଭୁ ତାଙ୍କର ପ୍ରତିଜ୍ଞାକୁ ପାଶୋରି ନାହାନ୍ତି, ସେ ସ୍ମରଣ କରୁଅଛନ୍ତି। ଆଉ ସେଇଦିନ ଆମେ ଦେଖୁଛୁ ସାରା ଗର୍ଭବତୀ ହେଇ ପୁତ୍ର ପ୍ରସବ କରୁଅଛନ୍ତି। ତେଣୁ ପରମେଶ୍ୱରଙ୍କର ମହାନ ନାମକୁ ଧନ୍ୟବାଦ ହଉ। ଏହି ପ୍ରତୀକ୍ଷା ବା ଅପେକ୍ଷା କରିବା ଦ୍ୱାରା ଆମମାନଙ୍କର ଚରିତ୍ର ଗଠନ ହେଇଥାଏ। ତଦ୍ୱାରା ଆମମାନଙ୍କର ଭାଗ୍ୟ ନଷ୍ଟ କରେ ନାହିଁ,
କିନ୍ତୁ ଆମମାନଙ୍କର ଚରିତ୍ର ଗଠନ କରିବା ପାଇଁ, ବିଶ୍ୱସ୍ତ ବନାଇବା ପାଇଁ, ନମ୍ର କରିବା ପାଇଁ, ପବିତ୍ରତା କରିବା ପାଇଁ, ସୂଚି କରିବା ପାଇଁ ଆମମାନଙ୍କୁ ଅନେକ ସମୟରେ ପ୍ରଭୁ এই প্রকার ধৈর্যর অপেক্ষা କରାନ୍ତି। ତେଣୁ 99 ଇୟର୍ସରେ ପରମେଶ୍ୱର ଅବ୍ରାହମକୁ କହିଲେ, ହେ ଅବ୍ରାହମ ତୁମେ ଏବେ କ'ଣ ହୁଅ? ସୂଚି ହୁଅ, ପବିତ୍ର ହୁଅ। 99 ଇୟର୍ସରେ ପରମେଶ୍ୱର ଅବ୍ରାହମକୁ କହୁଛନ୍ତି, ଅବ୍ରାହମ ପରମେଶ୍ୱରଙ୍କ ସହିତ ଚାଲୁଅଛନ୍ତି, କଥା ହେଉଅଛନ୍ତି, ଆରାଧନା କରୁଅଛନ୍ତି, ତାଙ୍କେ ଯେଉଁ ଦେଶକୁ ଦେଖାଇଲେ ସେଇ ଜାଗାକୁ ଯାଉଅଛନ୍ତି। ତଥାପି ପରମେଶ୍ୱର ଅବ୍ରାହମକୁ କହୁଅଛନ୍ତି ତାଙ୍କର 99 ଇୟର୍ସ ସମୟରେ ଯେ ଏବେ ତମେ ପୁନର୍ବାର ସୂଚି ହୁଅ, ପବିତ୍ର ହୁଅ। ମୋର ପ୍ରିୟ ବନ୍ଧୁ, ସଦାପ୍ରଭୁଙ୍କର ମହାନ ନାମକୁ ଧନ୍ୟବାଦ ହଉ। ପ୍ରଭୁ ଆମମାନଙ୍କୁ এই ଧୈର୍ଯ୍ୟ ବା ଅପେକ୍ଷା କରିବା ଦ୍ୱାରା ଏହା ଶିଖାନ୍ତି ଆମେ ଯେପରି ପ୍ରଭୁଙ୍କର ସମ୍ମୁଖରେ ଆଉଥରେ ପବିତ୍ର ହେଇପାରିବା, ସୂଚି ହେଇପାରିବା ଏବଂ ପରମେଶ୍ୱରଙ୍କ ସହିତ ଗମନାଗମନ କରିପାରିବା। ଆଦି ପୁସ୍ତକ 17 ଅଧ୍ୟାୟ 1 ପଦରେ କହୁଛନ୍ତି, ଅବ୍ରାହମଙ୍କର 99 ବର୍ଷ ବୟସରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ଆମେ ସର୍ବଶକ୍ତିମାନ ପରମେଶ୍ୱର ଆମ ଛାମୁରେ ଧର୍ମାଚରଣ କରି ତୁମେ ସିଦ୍ଧ ହୁଅ। ଆମେ ତୁମ ସହିତ ଆପଣା ନିୟମ ସ୍ଥିର କରି ତୁମକୁ ଅତିଶୟ ବୃଦ୍ଧି କରିବା। କ'ଣ 12 ଅଧ୍ୟାୟରୁ 17 ଅଧ୍ୟାୟ ପର୍ଯ୍ୟନ୍ତ କ'ଣ ପରମେଶ୍ୱରଙ୍କ ଉପସ୍ଥିତ ଧାର୍ମିକ ରୂପେ ଚାଲୁନଥିଲେ କି? ତଥାପି ପ୍ରଭୁ ଆଉଥରେ କହୁଛନ୍ତି 17 ଅଧ୍ୟାୟରେ ତୁମେ ଧର୍ମାଚରଣ କର, ତୁମେ ଧାର୍ମିକ ହୁଅ, ତୁମେ ପବିତ୍ର ହୁଅ, ତୁମେ ସୂଚି ହୁଅ। ତାପରେ 21ରେ ଦେଖୁଅଛୁ ପ୍ରଭୁ ତାଙ୍କୁ ପୁତ୍ର ଦେବାର ଆଶୀର୍ବାଦ କରୁଅଛନ୍ତି। ତେଣୁ ଆମେ ଯେତେ ପବିତ୍ର, ଯେତେ ଧାର୍ମିକ, ଯେତେ ଥିଲେ ମଧ୍ୟ ପରମେଶ୍ୱର ଆମମାନଙ୍କୁ ଆହୁରି ଆହୁରି ତାଙ୍କରି ପବିତ୍ରତାରେ, ତାଙ୍କରି ଧାର୍ମିକତାରେ, ତାଙ୍କର ଉପସ୍ଥିତିରେ ଆମମାନଙ୍କୁ ବୃଦ୍ଧିଶାଳୀ କରନ୍ତି ଏବଂ ଆମମାନଙ୍କର ଧୈର୍ଯ୍ୟକୁ ଦେଖିଥାନ୍ତି। ତେଣୁ ବେଳେ ବେଳେ ଆମଙ୍କର ପ୍ରାର୍ଥନା ଶୀଘ୍ର ଉତ୍ତର ଆସେ ନାହିଁ, ଆମର ଧୈର୍ଯ୍ୟକୁ ମଧ୍ୟ ପ୍ରଭୁ ମାପିଥାନ୍ତି। ତେଣୁ ପରମେଶ୍ୱରଙ୍କର ମହାନ ନାମକୁ ଧନ୍ୟବାଦ ହଉ ଯେ ଅବ୍ରାହମର ପରମେଶ୍ୱର ତାଙ୍କରି ପ୍ରାର୍ଥନା, ତାଙ୍କରି ପ୍ରତିଜ୍ଞାକୁ ମଧ୍ୟ ଲେଟ୍ କରିବାର ଅର୍ଥ ଅବ୍ରାହମର ଧୈର୍ଯ୍ୟକୁ ସେ ଦେଖୁଅଛନ୍ତି। ତେଣୁ ପରମେଶ୍ୱରଙ୍କୁ ମୁଁ ଧନ୍ୟବାଦ ଦିଏ। ପ୍ରିୟ ବନ୍ଧୁ, ଆମେ ଦେଖୁଛୁ ଦାଉଦର ପ୍ରାର୍ଥନା, ଜଣେ ଅଭିଷେକ ଦାସଙ୍କର ପ୍ରାର୍ଥନା ମଧ୍ୟ ବିଳମ୍ବ ହେଉଛନ୍ତି, ରିଜେକ୍ଟେଡ୍ ହେଉଅଛନ୍ତି, ରିଜେକ୍ଟ ହେଇଯାଉଅଛି। ଦିନେ ଦାଉଦର ପ୍ରାର୍ଥନା ମଧ୍ୟ ଅନେକ ସମୟରେ ରିଜେକ୍ଟ ହେଇଯାଉଅଛି। ଦ୍ୱିତୀୟ ସାମୁଏଲ 7 ଅଧ୍ୟାୟ 1ରୁ 13 ଯଦି ପଢିବା, ଦାଉଦର ପ୍ରାର୍ଥନା ମଧ୍ୟ ରିଜେକ୍ଟ ହେଇଯାଉଅଛି। ଦାଉଦ ପ୍ରାର୍ଥନା କଲେ, ମନସ୍ଥ କଲେ, ପ୍ରଭୁ ମୁଁ ତୁମ ପାଇଁ ଗୋଟେ ମନ୍ଦିର ନିର୍ମାଣ କରିବି, ପ୍ରଭୁ ତୁମେ ମୋତେ ଆଶୀର୍ବାଦ କର, ଗାଇଡ କର, ଲିଡ୍ କର। କିନ୍ତୁ ସେଇଠି ସଦାପ୍ରଭୁ ଦାଉଦର ପ୍ରାର୍ଥନାକୁ ନ କରୁଅଛନ୍ତି, ନାହିଁ ବା ମନା କରିଦେଉଛନ୍ତି, ଉତ୍ତର ଆସୁନାହିଁ। ସଦାପ୍ରଭୁ ମନା କରିଦେଇ କହିଲେ, ତୁମେ ମନ୍ଦିର ନିର୍ମାଣ କରିପାରିବ ନାହିଁ, ତୁମର ପୁଅ ଯିଏ ଆସୁଅଛି ସୋଲୋମନ ଆମ ପାଇଁ ମନ୍ଦିର ନିର୍ମାଣ କରିବ। ପରମେଶ୍ୱର ଦାଉଦକୁ ସେହି ପ୍ରକାର ସୁଯୋଗ ଦେଲେ ନାହିଁ। ଯଦ୍ୟପି ଦାଉଦ ସଦାପ୍ରଭୁଙ୍କର ମନର ମଥ, ଯଦ୍ୟପି ଦାଉଦ ପରମେଶ୍ୱରଙ୍କର ମିତ୍ର, ବନ୍ଧୁ, ଅତି କ୍ଲୋଜ, ଅତି ଘନିଷ୍ଠ, ତଥାପି ଦାଉଦର ଜୀବନରେ ଏହି ଅବସର ଆସୁନାହିଁ। ପରମେଶ୍ୱର ମନା କରିଦେଉଅଛନ୍ତି। এই প্রকার সুন্দর অবসর পাইপারে নাই পরমেশ্বরଙ୍କର মন্দির নির্মাণ କରିବା ପାଇଁ ଦାଉଦକୁ ଅବସର ମିଳିଲା ନାହିଁ। କିନ୍ତୁ ଦାଉଦ ପେପରରେ ସବୁକିଛି ସେ ଜାଣୁଅଛନ୍ତି, କରୁଅଛନ୍ତି, ଭାବନା ତାଙ୍କର ବ୍ୟକ୍ତ କରି ଲେଖୁଅଛନ୍ତି, ପୁଅକୁ ବତାଉଅଛନ୍ତି। ସୋଲୋମନ ତାହା ନିର୍ମାଣ କରିବାରେ ସକ୍ଷମ ହେଉଅଛି। ତେଣୁ ପରମେଶ୍ୱରଙ୍କର ପ୍ରତିଜ୍ଞା ଆମମାନଙ୍କୁ ନ କହିବାର, ଅର୍ଥାତ୍ ଦାଉଦକୁ ନ କହିବାର ପଛରେ ତାଙ୍କର ଉତ୍ତରାଧିକାରୀ ଜୀବନରେ ସେଇ ଆଶୀର୍ବାଦ ଆସୁଅଛି। ସେଇ ପ୍ରତିଜ୍ଞାକୁ ସୋଲୋମନର ଜୀବନରେ, ତାଙ୍କର ବଂଶଧରରେ, ସେଇ ଡାଇନାଷ୍ଟିକରେ ପ୍ରଭୁ ଆଶୀର୍ବାଦ ଦେଉଅଛନ୍ତି। ଆଣ୍ଡ ଗଡ୍ ପ୍ରିପେୟାର୍ଡ ଏଭ୍ରିଥିଙ୍ଗ ଇନ୍ ଆଡଭାନ୍ସ। ପରମେଶ୍ୱର ଆଗତରା ସବୁ ପ୍ରସ୍ତୁତ କରି ରଖିଅଛନ୍ତି। ଦାଉଦର ଜାଗାରେ ସୋଲୋମନକୁ ପ୍ରଭୁ ଆଗରୁ ପ୍ରସ୍ତୁତ କରି ରଖୁଅଛନ୍ତି। ତେଣୁ ପରମେଶ୍ୱରଙ୍କର ମହାନ ନାମକୁ ଧନ୍ୟବାଦ। ବେଳେ ବେଳେ ଆମର ପ୍ରାର୍ଥନା ନ ହୁଏ, ଆମର ଉତ୍ତରାଧିକାରୀକୁ
प्रभु ताहा कार्य करबा पई दियंती सुजोग दियंती एवं से आमर उत्तर देखे जेपरी प्रभुंकर उपस्थिति को आसी पारिबो एथिपाई बेले बेले आमर अधूरा कार्य को आमनकर पिला मानकर जीवन रे प्रभु दियंती से माने पूरा करबा पई प्रभु अभिषेक करंती आशीर्वाद करंती एवं आमर जगह आमर पुओ झियो आमर डायनास्टिक को आमर वंशधर को प्रभु प्रस्तुत कर रखि थांती दिने जीशुंकर प्रार्थना को मध्य पिता परमेश्वर अग्राह्य करू अछंती दैट मीन्स तार अर्थ नुह जे जीशु को पिता परमेश्वर से निजे ही स्वयं परमेश्वर से निजे ही प्रभु किंतु तांकरी प्रार्थना मध्य दिने अग्राह्य करू अछंती आओ माथ्यू 26:39 रे देखछु जीशु गेत्सेमनी बगीचा रे प्रार्थना करी कहउछंती हे पिता तुमर जदि इच्छा हुए ताहेले एई पान पात्र मो ठारू दूरे करि दियो किंतु परमेश्वर इच्छा जे ई प्रकार दुखरे जानतु एवं मृत्यु हंतु कालवरी क्रूसरे मृत्यु हतई कबर सज्जाई तृतीय दिन रे रिजरेक्शन हेबार अछि এই দুঃখ দেই যাই রিজরেকশন হেবার ଅଛି পুনরুত্থান হেবার ଅଛି জগত উদ্ধার প্রাপ্ত হেবার ଅଛି জগত পরিত্রাণ পাইবার ଅଛି জগত অনন্ত জীবন পাইবার ଅଛି জগতକୁ মুক্তি সাধন କରିବାକୁ ଅଛି ତେଣୁ ପରମେଶ୍ୱରଙ୍କର ଇଚ୍ଛା ଥିଲା সেই দিন সেই পানপাত্রକୁ ଘୁଞ୍ଚାଇଲେ ନାହିଁ ଯୀଶୁଙ୍କୁ সেই ଦୁଃଖ সেই କ୍ଲେଶ সেই କ୍ରୁଶରେ ହତ ହେଇ ମୃତ୍ୟୁ ବରଣ କରି ତୃତୀୟ ଦିନରେ ଜୀବିତ ହେବାର ଅଛି ଯାହାର ଫଳରେ ଜଗତ ଉଦ୍ଧାର ପ୍ରାପ୍ତ ହେବାର ଅଛି ପ୍ରାଇଜ୍ ଦ ଲର୍ଡ आपणकर मोर दुखर दे हे पारे आपणार मोर दुख द्वारा जो आमे सुसमाचार अनेक गाँ को जाऊछु विजाति गाँ रे प्रचार करूछु अनेक लोकंकर मंगल होछि आपण मानकर जो गुटे गाँ आ गुटे गाँ जाई प्रार्थना करबा पई गुटे रोगी पई पाखक जाऊछंती आपणकर प्रार्थना द्वारा गुटे परिवार रे शांति आसुछि सुस्थता आसुछि आशीर्वाद आसुछि तेणु अनेक समय हमको कष्ट लागिताए रायगड़ा मुनिगुड़ा जीवा पई कि मुनिगुड़ारू आ गोटे गाँ को पार्ला केमडी जीवा पाए किंतु ये यात्रा कष्ट हेले मध्य जेते बेला आमे सेठी पहुंची जाऊ सेठी परमेश्वर महत्व कार्य करि थांती तेनु ये यात्रा एते सहज नथिला ए 2 दिन रा यात्रा जा गेत्सेमनी बगीचारू काल गलगथा को जीवा यात्रा एते सहजर यात्रा नथिला एते इजी यात्रा नुहे गेत्सेमनी बगीचारू गलगथा क्रूस पर्यंत बहुत वेदनार यात्रा बहुत कष्टदायक क्लेशदायक यात्रा किंतु ए यात्रा कष्ट क्लेश थिले मध्य आम पाई आनंदर आम पाई खुशीर आम पाई परित्राण मुक्ति जहा आम मानकर पाई जगतर पाई आनंदर विषय परित्राणर विषय अनंत जीवन उद्धार मुक्तिर विषय थिला तेणु मोर प्रिय बंधु बेले बेले आपणकर प्रार्थनार नो पछरे मध्य अनेक लोकंकर जीवनर मंगलर कारण थाए परमेश्वर अनेक लोकों को आशीर्वाद करने चाहती आपणकर कष्ट दे आपणकर दुख दे आपणकर निराशा है पारती किंतु ये निराशा एवं दुख बा सफरिंग पछरे अनेक लोकंकर जीवन पाई अनेक लोकंकर परिवार पाई प्रभु आपण को आशीर्वाद पात्र करू अछंती त्याहा ही अनेक पास्टर प्रचारक विश्वासी भाईर जीवन रे प्रभु सही कार्य करिथांती आयुबर प्रार्थना को प्रभु रिजेक्ट करू अछंती आयु मध्य प्रार्थना कर प्रभु रिजेक्ट कर देउ अछंती से डिले कर देउ अछंती किंतु ये डिले एंड रिजेक्ट पछरे गोटे ग्रेट रेवलेशन एंड डिपेंडेंट आयुबर जीवन रे आसु अछि रेस्टोरेशन आसु अछि यद्यपि सब तबाई जाउ अछि आयु प्रार्थना कर प्रभु मु काहे के दुख पाउ अछि प्रभु मते कहीं प्रकार दुख देवछ आयुब 23 अध्याय 6-7 रे किंतु सेठी आमे इमीडिएट देखु परमेश्वर रेस्पॉन्सिबिलिटी ए प्रार्थना प्रत्याख्यान करागला आयुबर किंतु सेठी गोटे बड़ रेवलेशन सॉवरेनिटी पावर जो सर्वभौमत्व पावर परमेश्वर सर्वशक्तिमान सर्वज्ञ सर्वव्यापी प्रभु आयुब सहित एनकाउंटर होछंती एवं आयुब को डबल रेस्टोरेशन करू अछंती प्रभु डबल आशीर्वाद दे ताको पुनर्बार आशीर्वाद करी पुनर्गठन करू अछंती पुनर्स्थापन करू अछंती तेणु अनेक समय आममानकर प्रार्थना उत्तर आसे नाही आममान को पुनर्स्थापन करबा पाए बेले बेले प्रभु चाहंती आयुब परी आउ थरे आममान को शक्ति युक्त करबा पाए चाहंती आशीर्वाद युक्त करबा पाए चाहंती तांकरी महान अनुग्रह को प्रकाश करबा पाए चाहंती तेणु
परमेश्वर महान नाम को धन्यवाद हो कि सदा प्रभु महान परमेश्वर यही प्रकार अनेक प्रार्थना में देखो दिने एडे गोटे भविष्य वक्ता एलियो मध्य तांकर प्रार्थना सुना जाऊ नहीं से निराश होती से हताश होती मृत्यु निमंते प्रार्थना करुँच प्रभु मते मृत्यु दरकार आउ किछि दरकार नहीं एते कष्ट एते दुख से नो मध्य भी जो विलंब होचे जो डिले हो गला सेठिरे मध्य परमेश्वर एलियार डायरेक्शन चेंज कर देवछंती जो देश रे जो जगह रे थिला तार डायरेक्शन चेंज करे आउ जगह को नवछंती अन्य जगह को नवछंती आ जने उत्तराधिकारी को अभिषेक करबा पई कहउछंती आ परमेश्वर महत्व रूपे सही समय मध्य एलिया को प्रभु राजा अभिषेक करबा पई भविष्य वक्ता अभिषेक करबा पई तांको डायरेक्शन दउछंती बा गाइड करूछंती अनेक समय बेले बेले प्रकार है थाए एडे बड़ महान परमेश्वर दास मध्य निराश हो जाइतिले जेजेबुल रो विषय आपण मन जानिथिबे आहो जेजेबुल जो प्रकार भविष्य वक्ता मान को सही दिन विनाश करुथिले सही समय से मध्य सही प्रकार दुखर सफरिंग मध्य दे गति करूछंती मृत्यु को आमंत्रण करूछंती निराश हताश डिप्रेशन हो जाउछंती सही जगह रे मध्य परमेश्वर बेले बेले कार्य करूछंती आवरी गोटे अद्भुत रीति प्रभु से पहाड़ रे तांको कथा कहउछंती यद्यपि किछि समय पाई तांकर प्रार्थना उत्तर आसी नाही रिजेक्ट हो जाई अछि किंतु सही प्रार्थना उत्तर न आसीबा द्वारा एबे तांकर डायरेक्शन को परमेश्वर चेंज करी अन्य जगह को नौ अछंती अन्य जगह अन्य गाँ को से जाऊ अछंती आवरी परमेश्वर महान भविष्य वक्ता को अभिषेक करबा पई राजा को अभिषेक करबा पई प्रभु तांकर डायरेक्शन चेंज कर देले तेणु परमेश्वर महान नाम को धन्यवाद हो से जाई एलिसा को अभिषेक करूछंती जीहो को अभिषेक करूछंती हाजिएल को अभिषेक करूछंती जो डिप्रेशन मध्य अछंती से डिप्रेशन रे प्रभु तांकर प्रार्थना सुनी नांती किंतु तांकर डायरेक्शन चेंज हो गला तांकर मूड चेंज हो गला तांकर जगह परिवर्तन हो जाउ अछि जो जगह जो देश जो शहर रे थिले से शहर अन्य शहर को प्रभु नेबा पाई बेले बेले तांकर प्रार्थना उत्तर आमन को आसे नाही आउ किछि नुआ काम करिबा पई आ कुछ नुआ विषय से देखाइबा पई चाहंती किछि नुआ घटना नुआ विषय करिबा पई प्रभु बेले बेले आम मानकर जीवन रे चाहंती आमे भाबिताउ इहा भलो ही एटा ही भलो विषय बोली मागिताउ किंतु ताहा न देई प्रभु आ गोटे नुआ काम करबा को जाउ अछंती जोठी से जीवन मागु अछि जोठी से मृत्यु मागु अछि परमेश्वर तांको मृत्यु देउना हंती बरं तांको आ गोटे गाँ को आ गोटे शहर को नहीं गोटे भविष्य वक्ता गोटे नुआ भविष्य वक्ता को तांकर उत्तराधिकारी रूपे अभिषेक करबा पई कहउछंती आ राजा अभिषेक करबा पई कहउछंती आहब राजांकर मृत्यु पर जेजेबुलकर मृत्यु पर आमे देखोछु जेहू हासिएल ए माने सब आसु अछंती इहा परमेश्वरकर महान अनुग्रह आशीर्वाद उद्देश्य ए बिहाइंड ऑफ नो देयर इज ए ग्रेट सीक्रेट थिंग इहा भविष्य वक्ता एले मध्य ए विषय से दिन से जानि नथिले किंतु परमेश्वर ए भविष्य वक्तांकर पछरे आउ जने भविष्य वक्तांको बाहर करू अछंती तांकर प्राण जीवा आगरु मृत्यु हेबा आगरु से मृत्यु निवेदन करू अछंती किंतु मृत्यु को प्रभु से दिन तांको मृत्यु सेठी देइना हंती हठात तांकर उत्तराधिकारी आउ जने भविष्य वक्ता सेई देशर राजार मृत्यु हेला परे किए राजा हेबो ए देशर उत्तराधिकारी किए हेबो आउ थरे प्रभु जने राजा को बाछु अछंती तेणु परमेश्वर महान नाम को धन्यवाद हो कि प्रभु आममानकर प्रार्थना बेले बेले विलंब करती ए विलंबर पछरे अनेक गुड़ा उद्देश्य रही थाए आउ से उद्देश्य को प्रभु आममानकर जीवन रे सफल करिथांती सर्वप्रथमे नम्रतार विषय सिखांती आममान को नम्र हेबा पई प्रभु सिखांती प्रभु आममान को प्राण को सुरक्षा करंती एवं विश्वास मजबूत करंती विश्वास आगे बढ़िबा पई दियंती परमेश्वर आममानकर धैर्य को मापंती केते आमे धैर्यशील आमे केते प्रतीक्षा करूअछु परमेश्वर ना पछरे तांकर उद्देश्य जो अछि सीक्रेट उद्देश्य ताहा आममानकर प्रकाश करंती आमाने बुझी न पारिबा पूर्वे न जानिबा पूर्वे मध्य प्रभु आममान को संपूर्ण रूपे परमेश्वर निकट रे हृदय सहित भरोसा करबा विषय सिखांती
बेले बेले नो आसी जाए हठात विपद आसे जंती एलियो एड़े बड़े महान परमेश्वर दास से किसी जानी पारे नहीं ए सकाल 24 घंटा न हो एते कार्मेल रे पहाड़े प्रार्थना कले अग्नि वर्षु अच्छी वर्षा आयु अच्छी संगे संगे हठात मृत्यु एबे सम्मुखीन होती जेजेबुल सबको मारिबा पाई चेष्टा करते बुझी न पारिबा पूर्वरु किछि बुझा न पड़े आमको सडन सडन हो जाऊ अच्छी से समय ए मृत्युर अपेक्षा कर मृत्यु मागु अच्छी किंतु परमेश्वर मृत्यु देना बरं उल्टा गोटे आउरी हृदय सहित गभीर सहित जेपरि आमे प्रभु को भरोसा करिबु और प्रभुंकर पछरे चालिबु आमे आत्मनिर्भर न हे प्रभुंकर ऊपर निर्भरशील हेबु प्रभुंकर डायरेक्शन रे चालिबु निजर ज्ञान रो डायरेक्शन रे नुहे किंतु ईश्वरंकर डायरेक्शन पवित्र आत्मांकर डायरेक्शन रे चालिबु एवं तांकर उद्देश्य जो सीक्रेट एजेंडा थिला सेई दिन एलिसा को अभिषेक करिवार छी जीसु को राजा करिवार छी आहब एवं जेजेबेल रो मृत्यु हेबार अछि एई प्रकार विषय जहा गुप्त विषय सबु अनेक समय थाए ताहा प्रकाश करिबा पई बेले बेले आम मानकर प्रार्थनार उत्तर रे नो आसी थाए तेणु आमे अधैर्य हेबा नै विलंब हेले मध्य अधैर्य हेबा नै विश्वास एवं साहसर सहित प्रभुंकर वाक्य प्रति भरोसा रखिबा जीशुंकर नाम रे जो विश्वास आपण मान रखी अछंती सेही प्रभु को आस्था विश्वास भरोसा रखी आमे आगे बढ़िबा तांकरी नोर पछरे बहुत बड़ बड़ सीक्रेट प्रभु रखी अछंती आपण को मते आशीर्वाद करिबा पाई एवं सदा प्रभु आशीर्वाद करिवे संक्षिप्त वाक्य रे सदा प्रभु आशीर्वाद करंतु आमेन आसंतु पदे प्रार्थना करिबा पवित्र पिता परमेश्वर तुमरी पवित्र महान नाम को धन्यवाद हो प्रभु धन्यवाद करो अनेक समय आमर प्रार्थना क्रंदन विलाप करिथाउ उत्तर आसी न थाए मनुष्य मात्रा आम सर्वदा चाहिए प्रभु शीघ्र उत्तर आसु शीघ्र सब परिस्थिति बदली जाऊ सुस्थता आसु अभिषेक आसु मिराकल आमर जीवन रे तुरंत चुटकी रे आखिर पलक रे हे जाऊ किंतु अनेक समय प्रभु आमनकर प्रार्थनार विलंब प्रार्थना उत्तर रे नो आसीबार अर्थ तुम्हें जे अनेक गुप्त विषय आम को शिखाई था हाँ परमेश्वर आम को आहरी नम्र पवित्रता धैर्य अपेक्षा प्रभु अनेक गुप्त विषय आम को जनाई था बोली कोटि कोटि धन्यवाद करूछु हाँ प्रभु से दिन आयुर प्रार्थना शुणिल ना तथापि तुम्हें शेष दुई गुण आशीर्वाद करूछु धन्य प्रभु तुम्हें महान परमेश्वर धन्यवाद प्रभु तुम्हें से दिन मोसार प्रार्थना शुणी ना तथापि प्रभु तुम्हें मोसार कबर को गुप्त रखुअछ एवं जीशुंकर समय रूपांतरित दिन रे मोसा एवं एलियो जीशुंकर सहित साक्षात करुअछंती धन्य प्रभु तुम्हें आद्य विषय शेष विषय को आद्य रु जानी था तेणु तुमर महान नाम को धन्यवाद हो प्रभु आमे आसंता शेष विषय कौन अच्छे आमे जानी नहीं आसंता काली कौन घटिब जानी नहीं किंतु तुम्हें ताहा जानी थाओ आम मानकर वर्तमान आम मानकर अतीत आम मानकर भविष्यत प्रभु तुम्हारी हस्तरे अछि आज जूम रे थिबा समस्त तुम्हारी अभिषेक दास दासी कर समस्त वर्तमान एवं भविष्यत मोर वर्तमान एवं भविष्यत आम समस्त परिवार वर्तमान भविष्यत आम मानकर पुओ झील मानकर वर्तमान भविष्यत मंडलीर सेवा कार्यर वर्तमान भविष्यत सब जे तुमर हस्तर अच्छी कोटि कोटि धन्यवाद करुछु पिता प्रभु तुमर इच्छा आम मानकर जीवन रे सफल कर हाँ प्रभु से दिन पाउल को 3 थर प्रार्थना कले मध्य तुम्हें तांकरी प्रार्थना को रिजेक्ट करुअछ प्रत्याख्यान करुअछ अनुग्रह उपरे अनुग्रह देउअछ दुख को सह्य करिबा पई दुर्बलता समय बलवान करुअछ प्रभु तुमरी अनुग्रह आममानकर पई यथेष्ट हो तुमरी अनुग्रह आममानकर पई पर्याप्ति हो पिता तुमरी अभिषेक रे आहुरी आहुरी अनुग्रह रे आहुरी आहुरी बढ़िबारे आममान को बल दियो शक्ति दियो साहस दियो धैर्य दियो धन्य प्रभु तुमरी लोक मानकर अनेक विषय नहीं चिंतित भारग्रस्त बोझग्रस्त अछंती
प्रभु तुम्हें तुमरी लोक मानकर चिंता जानुअछ, बोझ देखुअछ, क्रंदन शुणुअछ, हृदय देखुअछ। प्रभु तांकरी मनर भावना कल्पना परिवार परिस्थिति जानुअछ। हे प्रभु तुम्हें प्रार्थना श्रवणकारी परमेश्वर, उत्तरदाता परमेश्वर, तुमरी लोक मानकर हृदय भावना कल्पना अनुसारे प्रभु पिता पुत्र पवित्र आत्मा नाम रे आमे आशीर्वाद करू, प्रार्थना करू। प्रभु तुमरी आशीर्वाद अभिषेक मध्य तुमरे लोक मान को अभिषेक कर, अनुग्रह उपरे अनुग्रह, दया उपरे दया, करुणा उपरे करुणा, तुमरी दया दृष्टि कृपा दृष्टि तुमरु उपस्थिति तांकरी जीवन यात्रा 2026 रे भरपूर रूपे दियो बोली मु जीशुंक नाम रे आशीर्वाद करी प्रार्थना त्राणकर्ता उद्धारकर्ता जीशुंक नाम रे मागुछि पिता, आमेन आमेन। बहुत बहुत धन्यवाद आज्ञा, अति सुंदर वाक्य दे को आज गढ़े नहीं। प्रभु आशीर्वाद करंतु, प्रभुଙ୍କର गौरव सकाशे आसंतु आमने गोटे उच्च करताल देकी प्रभु को गौरव देवा। बहुत